ଆପଣ ତ ତିନି ଚାରିଟା ମେ ବି ସିରିଏଲ କଲେଣି। ଆଚ୍ଛା ସବୁଠାରୁ କୋଉ ସିରିଏଲ ରେ ବେଶୀ ଭଲ ପାଇବା ମିଳିଛି ଆପଣଙ୍କୁ? Obviously fast serial. सरस्वती माँ मो द्वारा सब हबनी बस ये गोटे लाइन मोर मन रोन थाए और मु मॉड्यूलेशन दे पाना थाए डायरेक्टर सर को मु थैंक यू कहबी तांको पाई बधे आज मु जो दि चारि पद डायलॉग भी कहूची से मते बहुत सिखै जंती मन एते बिचलित काहे हेउची ଏଇ ଝିଅ ସେଇଠିକି ଯାଇକି ଖରାପ ହେଇଯାଉଛି ସିରିଏଲ ଫିରିଏଲ କଣ କଲାଣି ଯାତ୍ରା କଲାଣି ତ ଏମିତି କଣ ଶୁଣିବାକୁ ମିଳିଥିଲା? ଆଚ୍ଛା ତୁ ରାଜା ମୋରାଣୀ ଯୋଉ କହିଥିଲେ 1.5 ବର୍ଷ ଭିତରେ ଆପଣ ଯୋଉ କଲେ ଲୋକମାନଙ୍କର ଭଲ ପାଇବା କେମିତି ଥିଲା? ମୁଁ ଭାବି ନଥିଲି କି ମୁଁ ପୁରୀ ମନ୍ଦିର ଯାଇଥିବି ଏତେ ଲୋକଙ୍କ ଭିତରେ ବି ଲୋକ ମତେ ଚିହ୍ନି ପାରୁଥିବେ କାହିଁକି ସତ କହିବାକୁ ଗଲେ ମୁଁ ସେତେ ବଡ ଆର୍ଟିଷ୍ଟ ବି ନୁହଁ ଏବେକାର ଆର୍ଟିଷ୍ଟ ଏଇ 2-3 ବର୍ଷ ହେଲା କାମ କରୁଛି ମାନେ ମୋର ସେତିକି ଆଶା ନଥିଲା କି ଲୋକମାନେ ମତେ ଏତେ ଚିହ୍ନିବେ। ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ କଥା କାଷ୍ଟିଂ କାଉଚ କଥା ଯୋଉ କୁହାଯାଏ ଆକ୍ଚୁଆଲି କମ୍ପ୍ରୋମାଇଜ କଣ ସତରେ ଆମ ଇଣ୍ଡଷ୍ଟ୍ରିରେ ହୁଏ? ଆପଣ ତ ଝିଅ ହିସାବରେ କେବେ ଶୁଣିବାକୁ ମିଳିଛି? ବୟଫ୍ରେଣ୍ଡ କିଏ ଅଛନ୍ତି ନା ନାଇଁ? ଲୋକମାନେ obviously ପଚାରିବେ ଲୋକମାନେ ମୋର ଗୋଟିଏ ଡାଇଲଗକୁ ଏକ୍ସଟ୍ରିମ ଭଲ ପାଇ ଦେଇଥିଲେ ମୁଁ ଉଠିବି ମାନେ ରାନୀ କ୍ୟାରେକ୍ଟରକୁ ରାଜା ବାବୁ ମୁଁ ତମକୁ ଜମା ଛାଡିବି ନାହିଁ ହେଲା ଆଉ ମୋ ନାଁ ହଉଛି ରାନୀ ଆଉ ମୁଁ କାହାକୁ ବି ଖାତିର କରେନି ବୋଧେ ଏଇଟା ମୋର ଫାର୍ଷ୍ଟ ପଡକାଷ୍ଟ ମୁଁ କେବେ କୌଣସି ପଡକାଷ୍ଟରେ ଆସିନି ଇଣ୍ଡଷ୍ଟ୍ରିରେ ମୋର ଏକ୍ସଟ୍ରିମ ଖୁସି ମାନେ ମୁଁ ଲାଇଭ ଦେଖିକି ତାଙ୍କୁ ମୁଁ ପୁରା ମୋହିତ ହେଇଯାଇଥାଏ ବାବୁସାନ ସାର୍ ତାପରେ ଯେତେବେଳେ ହାତ ମିଳିଥିଲେ ସିଏ ମୁଁ ସେଇଦିନ ନା ଆସିକି ଆଉ ଖାଇଲା ବେଳେ ବି ହାତ ଧୋଇନି ମୁଁ ଖାଲି ଦେଖୁଥାଏ କି ବାବୁସାନ ସାର୍ ମୋର ହାତ ତାପରେ ଯେତେବେଳେ ଭାବିଲି ତାପରେ ଆମ ସିରିଏଲ ସବୁ ଜାଣିଥିଲେ ସେମାନେ ବି କହୁଛନ୍ତି ତୁ ଆଜି ବି ହାତ ଧୋଇବୁନି ନା ତୁ ସେ ସବୁ କାମ ସାରିକି ହାତ ଧୋଇଛୁ ତ ମୁଁ ହଁ ଭାଇ ମୁଁ ହାତ ଧୋଇଛି। ଜୁହାର ଜୟ ମା ସମଲେଇ ଜୟ ଜଗନ୍ନାଥ ସବୁଥର ଭଳି ନୂଆ ନୂଆ ଅତିଥିଙ୍କୁ ଆମ ପଡକାଷ୍ଟରେ ଆଣେ ଆଉ ପଡକାଷ୍ଟ ଗୁଡାକ ଆପଣମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ତ ଆଜିର ଅତିଥି ଆପଣମାନଙ୍କର ଅତି ପ୍ରିୟ ଯାହାକୁ ଆପଣମାନେ ଘରେ ଘରେ ଟିଭି ମାଧ୍ୟମରେ ଦେଖୁଛନ୍ତି ଅନେକ ମ୍ୟୁଜିକ ଭିଡିଓ ମଧ୍ୟ କରିଛନ୍ତି ତ ସେଇଭଳିଆ ଅତିଥି ଯାହାଙ୍କର ନାଁ ହଉଛି ଦ ୱାନ୍ ଆଣ୍ଡ ଓନ୍ଲି ନିହାରିକା ଦାସ ମୋଷ୍ଟ ୱେଲକମ୍ ମ୍ୟାଡାମ ଆମର ସିନେ ସୁଧୀର ୟୁଟ୍ୟୁବ ଚ୍ୟାନେଲକୁ। ନମସ୍କାର କେମିତି ଅଛନ୍ତି? ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି? ମୁଁ ତ ବହୁତ ବଢିଆ ଅଛି ଇଚ୍ଛା ହେଲା ଆପଣଙ୍କର ପଡକାଷ୍ଟ କରିବାକୁ ଆପଣଙ୍କ ଷ୍ଟୋରି ବିଷୟରେ କିଛି ରିସର୍ଚ୍ଚ କଲୁ ଆଉ ଗୀତାଞ୍ଜଳି ମାଉସୀ ସେ ବି କହିଲେ ଆଉ ଏଇଠିକାର ଝିଅ ବୋଲି ମାତ୍ର ମୁଁ ଜାଣିନଥିଲି ଭଦ୍ରକର ହଁ ବହୁତ ଜଣ ଜାଣିନାହାନ୍ତି ମୁଁ ଭଦ୍ରକର ବୋଲି କିନ୍ତୁ ମୁଁ ଯେତେ ଦୂରକୁ ବି ଯାଏ କିନ୍ତୁ ମୁଁ ଝିଅ ହିଁ ଭଦ୍ରକର ଆଉ ବୋଧେ ଏଇଟା ମୋର ଫାର୍ଷ୍ଟ ପଡକାଷ୍ଟ ମୁଁ କେବେ କୌଣସି ପଡକାଷ୍ଟରେ ଆସିନି ଇଣ୍ଡଷ୍ଟ୍ରିରେ ମୋର 2.5 ଇୟର ପ୍ଲସ୍ ହେଇଯିବ ବଟ୍ ମୁଁ କୌଣସି ପଡକାଷ୍ଟ କେବେ ଦେଇନି। ଆଚ୍ଛା ଆଚ୍ଛା ନିହାତି ଭାବେ ଭଲ ଲାଗିବ ଆପଣ ଲାଷ୍ଟକୁ କହିବେ କେମିତି ଲାଗିଲା ଆଚ୍ଛା ଆପଣଙ୍କର ଛୋଟବେଳ ଜୀବନ କେମିତି କଟିଲା ଆଉ କୋଉଠି କଟିଥିଲା? ଛୋଟବେଳେ ସମସ୍ତେ ଜାଣିଛନ୍ତି ମୁଁ ଗୋଟେ ରିଆଲିଟି ଶୋ ମାଧ୍ୟମରେ ଲୋକମାନଙ୍କୁ ଜଣେଇଥିଲି ସେଟା ଆଜି ସାର୍ଥକର ରଜ କୁଇନ୍ ଥିଲା ସେଥିରେ ମୋର ଗୋଟେ ଭିଡିଓ ହେଇଥିଲା ସେଥିରେ ମୋ ଷ୍ଟୋରିଟା ପୁରା କମ୍ପ୍ଲିଟ ଲୋକମାନେ ଜାଣିଥିଲେ କିନ୍ତୁ ଏ ପଡକାଷ୍ଟରେ ମୁଁ ଆଉ ଥରେ କହିଦେବାକୁ ଚାହୁଁଛି ଛୋଟବେଳେ ବାପାଙ୍କର ଡେଥ୍ ହେଇଗଲା ଦେନ୍ ଡେଥ୍ ପରେ ମୋର ପୁରାପୁରି ଲାଇଫ ମାମୁଁ ଘରେ କଟିଛି ମତଲବ କି ମାମା ତ ଜବରେ ରହିଲେ ମାମାଙ୍କର ବହୁତ ଇଚ୍ଛା ଥିଲା କି ମୁଁ ଏଇ ଲାଇନକୁ ଆସେ କିନ୍ତୁ ଯେହେତୁ ବାପା ନଥିଲେ ତ ମାମାଙ୍କୁ ତ ଜବ୍ କରିବାକୁ ପଡିବ ତ ଛୋଟବେଳୁ ମୋ ଆଈ ମତେ ପାଳିଛନ୍ତି ମତଲବ କି +3 କମ୍ପ୍ଲିଟ ହେଲା ଯାଏ ଆଈ ରଖିଥିଲେ ତାପରେ ଆଈ କହିଲେ ଯା ଏବେ ତୁ ବଡ ହେଇଗଲୁ ନିଜ ରାସ୍ତା ନିଜେ ଆଉ ନିଜେ ଦେଖ ଦେନ୍ ମୁଁ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲି। ଆଚ୍ଛା ଆପଣ ପଢାପଢି +3 ଯାଏଁ କଲେ? ନାଇଁ ନାଇଁ ମୋର ରେଭେନ୍ସାରେ ପିଜି କମ୍ପ୍ଲିଟ ହେଇଛି। ପିଜି କମ୍ପ୍ଲିଟ ଆଚ୍ଛା ଏ ଯୋଉ ଅଭିନୟ କରିବାର କଳାଟା କେବେ କଣ ଇଚ୍ଛା ହେଲା କେମିତି କଣ କଲେ? ଆକ୍ଚୁଆଲି ମୁଁ ସତ କହିବାକୁ ଯଦି ଯିବି ମାନେ ମୋ ଭିତରେ ଆରମ୍ଭରୁ ସେ କଳା ନଥିଲା ବଟ୍ ମୋ ମାମା ମୋ ମାଉସୀ ଆଈ ସମସ୍ତଙ୍କର ଇଚ୍ଛା ଥିଲା କି ମୁଁ ଏଇ ଲାଇନରେ ଯାଏ ଯେତେବେଳେ ସେମାନେ ଟିଭିରେ ଦେଖନ୍ତି ହିରୋ ହିରୋଇନ କି ଯାହାକୁ ଆର୍ଟିଷ୍ଟକୁ ତାଙ୍କର ଇଚ୍ଛା ଥାଏ କି କାସ୍ ଆମ ଝିଅ ବି ଏଠିକି ଯାଇପାରନ୍ତା ଆମେ ବି ତାକୁ ଦେଖନ୍ତୁ ତ ମୋ ମାମା ମୋ ପାଇଁ ବହୁତ କିଛି କରିଛନ୍ତି ଏଭ୍ରି ରିଆଲିଟି ଶୋ ନେଇକି ଯିବା ମତେ ସେଠି ମାନେ ସେଥିରେ ତାଙ୍କର ପରିଶ୍ରମଟା ବହୁତ ଥିଲା ତାଙ୍କ ପରିଶ୍ରମ ପାଇଁ ମୁଁ ଆଜି ଏଇ ଜାଗାରେ ମାନେ ମୋ ଫ୍ୟାମିଲିର ମାନେ ମୋର ଯେତିକି ଇଚ୍ଛା ନଥିଲା ମୋ ଫ୍ୟାମିଲିର ସେତିକି ଇଚ୍ଛା ଥିଲା ଯୋଉଥିପାଇଁ କି ମୋ ବଡ ମାନଙ୍କର ଆଶୀର୍ବାଦ ମୋ ମାମାର କଷ୍ଟ ସେଥିପାଇଁ ମୁଁ ଆଜି ଛୋଟ ହଉ କି ବଡ ହଉ ଏଇ ଜାଗାରେ ଆସି ପହଞ୍ଚି ପାରିଛି। ଆଜ୍ଞା
अच्छा आपनकर जो रियलिटी शो गुड़ा बहुत जाइछंती केते मसिया रे कोन जाइथिले ଟିକେ कहि दियंतु ମୁଁ ଫାର୍ଷ୍ଟ 2019 ରେ ଯାଇଥିଲି जी सार्थक ର ରଜ କୁଇନ ସେତେବେଳେ ମୁଁ ବହୁତ ଛୋଟ ଥିଲି ଟପ୍ 10 ରେ କଟି ଯାଇଥିଲି ବଟ୍ ଏକ୍ସପିରିଏନ୍ସ ମୋର ବହୁତ ଭଲ ଥିଲା ଦେନ୍ ମୁଁ 2021 ରେ ଆମର ସିଦ୍ଧାର୍ଥ ଯୋଉଟା କି ମୁଁ ଏବେ କାମ କରୁଛି ଯୋଉମାନେ ଜାଣି ବି ନଥିବେ ଏଇ ମାଧ୍ୟମରେ କହିଦଉଛି ମୁଁ ଏବେ ସିଦ୍ଧାର୍ଥର ସୁନୟନା କରୁଛି ଆଶା କରୁଛି କି ଆପଣମାନେ ମତେ ବହୁତ ସାରା ଭଲ ପାଇବା ଦେବେ ଦେନ୍ ମୋର ସିଦ୍ଧାର୍ଥର କ୍ୟାରିୟର ଷ୍ଟାର୍ଟ ହେଲା ସେଠି ରଜ ସୁନ୍ଦରୀ ବୋଲି ଗୋଟେ ପ୍ଲାଟଫର୍ମ ଥିଲା ମତେ ସେଠି ଗୋଟେ କଣ୍ଟେଷ୍ଟେଣ୍ଟ ଭାବରେ ସୁଯୋଗ ମିଳିଥିଲା ଆଉ ମୁଁ ସେଠି ମୋର ଡ୍ୟାନ୍ସ ଆକ୍ଟିଂ ସବୁ କିଛି ଦେଖେଇ ପାରିଥିଲି ଯୋଉଥିପାଇଁ କି ମତେ ସେମାନେ ରନର୍ସ ଅପ୍ କରିଥିଲେ ସେଇଠୁ ମୋର ଗୋଟେ ଆକ୍ଟିଂ ର ଜର୍ଣ୍ଣି ଷ୍ଟାର୍ଟ ହେଲା ଦେନ୍ ଅଫର ଆସିଲା ବହୁତ କିଛି ଅଫର ଆସିଥିଲା ଛୋଟ ହଉ ବଡ ହଉ ଆସିଥିଲା ଆକ୍ଟିଂ ଛୋଟ ହଉ କି ବଡ ହଉ ସେ ଯୋଉ କଳାକାରର ଇଚ୍ଛା ଥିବ ମାନେ ତା ପାଇଁ ସେଇଟା ବହୁତ ମୂଲ୍ୟବାନ ଏଇଟା ଆପଣ ବି ଜାଣିଛନ୍ତି ମୁଁ ବି ଜାଣିଛି ଯୋଉମାନେ ଦେଖୁଛନ୍ତି ସେମାନେ ବି ଜାଣିଛନ୍ତି ଦେନ୍ ତାପରେ ମୋର ପଢାପଢି ପାଇଁ ମୁଁ ରହିଯାଇଥିଲି କିଛି ଦିନ ଦେନ୍ ଷ୍ଟାର୍ଟ ହେଲା ଆମର 2023 ରେ ରଜ କୁଇନ ସେଇଠୁ ମୋର ଟିକେ ଇଚ୍ଛା ହେଲା କି ମୁଁ ଇଣ୍ଡଷ୍ଟ୍ରିରେ କାମ କରିବି ମାମା ଫ୍ୟାମିଲିର ଇଚ୍ଛା ଥିଲା ମତେ ହିରୋଇନ ହବାର ଅଛି ବଟ୍ ଷ୍ଟାର୍ଟିଂ ରୁ ମୁଁ ଭାବିନଥିଲି ମୁଁ ହିରୋଇନ କରିବି ବୋଲି ଏମିତି ଯାଇଥିଲି ବାସ୍ ଅଡିସନ ଦେଇଥିଲି କି ମତେ ଆକ୍ଟିଂ କରିବାର ଅଛି ହଠାତ୍ ମତେ ଫୋନ ଆସିଲା କି ତମେ ସାଇନ୍ କର ଆସିକି ତମେ ହିରୋଇନ କରୁଛ ମୋର ଯାଇ ବିଲିଭ୍ ହଉନଥିଲା କି ମୁଁ ହିରୋଇନ କରୁଛି ଏତେ ଜଣ ଅଡିସନ ଦେଇଥିଲେ ଏତେ ସୁନ୍ଦର ସୁନ୍ଦର ଝିଅ ଅଛନ୍ତି ମତେ ସିଲେକ୍ଟ କଲେ ତାପରେ ହଉ ଦେଖିବା ଯଦି ସିଲେକ୍ଟ କରିଛନ୍ତି ଆଗକୁ କଣ ହଉଛି ଆଉ ସେଇଠୁ ତ ଏବେ ଆସିକି ଏତେ ଯାଇ ପହଞ୍ଚି ଗଲିଣି ଏଇଟା ବୋଧେ ମୋର 4 ନମ୍ବର ସିରିଏଲ ହଁ ଲୋକମାନେ ପ୍ରଥମେ ମତେ ତୁ ରାଜା ମୁଁ ରାଣୀ ସିରିଏଲ ଦେଖିଥିଲେ ପ୍ରଥମେ ମୋର ଏଣ୍ଟ୍ରି ସେଇଠୁ ଆଉ ମତେ ବହୁତ ସାରା ଭଲ ପାଇବା ମିଳିଥିଲା ସେଠୁ ଆଜି ବି ମୁଁ ରାସ୍ତାରେ ଚାଲିକି ଗଲେ ଲୋକମାନେ ମତେ ରାନୀ ରାନୀ କୁହନ୍ତି ବହୁତ ଖୁସି ଲାଗେ ଆଉ ଏବେ ଯୋଉ ଚରିତ୍ର କରୁଛି ସେଥିରେ ବି ଲୋକମାନେ ମତେ ବହୁତ ଚିହ୍ନିଲେଣି ବସ୍ ମୁଁ ଥ୍ୟାଙ୍କ ୟୁ ଜଣେଇବି ଗୋଟେ ଛୋଟ ଜାଗାରୁ ଆସି ମତଲବ କି ଭଦ୍ରକ କହିବାକୁ ଗଲେ ମାନେ ମୁଁ ଯେତେବେଳେ କାମ କରୁଥିଲି ସେତେବେଳେ ଲୋକମାନେ ଭଦ୍ରକ କହିଲେ ହଁ ନର୍ମାଲ ଜାଗା ଏତେ ଇଏ ଜାଗାରୁ ଯାଇକି ସେଠି କମ୍ପିଟିସନ କରିବା ବହୁତ କଷ୍ଟ ଥିଲା ଯାହା ହଉ ଏବେ ତ ଭଦ୍ରକ ବାଲେଶ୍ୱରରୁ ବହୁତ ଆର୍ଟିଷ୍ଟ ବହୁତ ଆପଣଙ୍କର ନେହା ନାଗେଶ୍ୱରୀ ସେ ବାଲେଶ୍ୱର ସ୍ପେଶାଲି ନେହା ନାଗେଶ୍ୱରୀ ମୁଁ ଆମେ ଗୋଟେ ବର୍ଷ ଥିଲୁ ରଜ ସୁନ୍ଦରୀ ଆମ ଜର୍ଣ୍ଣି ଷ୍ଟାର୍ଟ ହେଇଥିଲା ବହୁତ ଭଲ ସାଙ୍ଗ ଆଚ୍ଛା ଏ ଯୋଉ ଅଡିସନ ଗୁଡା ଦଉଥିଲେ ଆଗରୁ କଣ ଆପଣ ଆକ୍ଟିଂ ଶିଖୁଥିଲେ ମୁଁ ଆକ୍ଟିଂ ଶିଖିନି କେବେ ବି ଘରେ ଜବରଦସ୍ତ ଟିଭିରୁ ଦେଖିକି ମାନେ ମୋର ଇଣ୍ଟରେଷ୍ଟ ନଥିଲା ସେ ଜିନିଷରେ ମୁଁ ତ ପଢୁଥିଲି ମୋର ସ୍ୱପ୍ନ ଥିଲା କି ମୁଁ ଗୋଟେ ଲେକ୍ଚର ହେବି ପିଲାମାନଙ୍କୁ ପାଠ ପଢେଇବି ହଠାତ୍ ମାମାଙ୍କର ବହୁତ ଇଚ୍ଛା ଯେହେତୁ ଥିଲା ହଠାତ୍ ଏଇ ଲାଇନରେ ଆସିଗଲି ତ ଚାଲିଛି ଆଉ ତାମାନେ ଆପଣଙ୍କର ଇଚ୍ଛା ହବାର ଥିଲା କିନ୍ତୁ ହେଇଗଲେ ଅଲଗା ଗର୍ବ ଲାଗେ କାହିଁକି ନା ଘର ଲୋକ ଯେହେତୁ ସପୋର୍ଟ କରିଥିଲେ ନିହାତି ଭାବେ ଆପଣ ଏଇ ଜାଗାରେ ପହଞ୍ଚିଛନ୍ତି ବହୁତ ଖୁସିର କଥା ଏଇଟା ସମସ୍ତଙ୍କ ପାଇଁ ଆଚ୍ଛା ଆପଣଙ୍କର ଯୋଉ ଅଡିସନ ଗୁଡା ଦଉଥିଲେ କେତେ ରିଜେକ୍ସନ ମିଳିଥିଲା ଯୋଉଟା କି ବହୁତ ଡିମୋଟିଭେଟ ହେଇଥିଲେ ମୁଁ ଜାଣିନି ଏଇଟା ଭଗବାନଙ୍କ ଆଶୀର୍ବାଦ କି ମୋ ବାପା ଉପରେ ଅଛନ୍ତି ତାଙ୍କ ଆଶୀର୍ବାଦ ମୁଁ ଜାଣିନି ବଟ୍ ମୁଁ କୋଉଠି ରିଜେକ୍ସନ ପାଇନି ଯୋଉଠିକି ବି ଯାଇଛି ଟିକେ କଷ୍ଟ ହେଇଛି ମତଲବ କି ରାତି ଅପେକ୍ଷା କରିବା ରିଆଲିଟି ଶୋ ତ ଆପଣ ଜାଣିଥିବେ ଆମକୁ ସକାଳ 7ଟାରୁ ଯାଇକି ଲାଇନ ଦବାକୁ ପଡେ ମାନେ ଏମିତି ବି ହେଇଛି ମୁଁ ସକାଳ 7ଟାରେ ମେକଅପ୍ ହେଇକି ଯାଇଛି ଆଉ ତାପରେ ମୁଁ ସକାଳ 7ଟାରେ ମୋର ନମ୍ବର ପଡିଛି ମୁଁ फिर भी ମୋ ଭିତରେ ପେସେନ୍ସ ଥାଏ କି ନାଇଁ ମୁଁ ଯାଇଛି ମାନେ ମୁଁ ହାରିକି ଆସିବିନି ଯାହା ହଉ ଭଗବାନଙ୍କ ଦୟାରୁ ମୁଁ କେବେ ରିଜେକ୍ସନ ପାଇନି ତାପରେ ଆପଣ ଯୋଉ ପ୍ରଥମ ସିରିଏଲ କଲେ ନା ମ୍ୟୁଜିକ ଭିଡିଓ ଫାର୍ଷ୍ଟ ମୋର ମ୍ୟୁଜିକ ଭିଡିଓ ଥିଲା ଆଚ୍ଛା ସେ ଗୀତଟା କଣ ଥିଲା ସେଇଟା ମୁଁ ରକ୍ ରାଜଭାଇଙ୍କ ସହିତ କରିଥିଲି ଲୋକମାନେ ତାଙ୍କୁ ଜାଣିଥିବେ ସେ ବହୁତ ହିଟ୍ ଗୀତ ଦେଇଛନ୍ତି ଏମିତି ଗୋଟେ ସମ୍ବଲପୁରୀ ଟ୍ରାକ୍ଟେ ଥିଲା ହ୍ୟୁମାନ ସାଗର ଆଉ ଅସୀମା ମ୍ୟାମଙ୍କର ରାଜା ରାଣୀ ଉପରେ ସମଥିଙ୍ଗ ଗୋଟେ ଗୀତଟା ମୋର ତ ମନେ ନାହିଁ ଆଚ୍ଛା ରାଜା ରାଣୀ ଗୀତ ଆକ୍ଚୁଆଲି ଏଚଏସ୍ କୁମାର ବି ଗାଇଥିଲେ ମୋର ତ ସିରିଏଲର ଯୋଉ ଗୀତଟା ସେଟା ବି ହ୍ୟୁମାନ ସାଗର ଗାଇଥିଲେ तू राजा रानी ये तो बहुत वायरल हाँ ये गीतटा बहुत वायरल मतलब ଲୋକମାନେ ମଧ୍ୟ ସେ ଗୀତ ଦ୍ୱାରା ମତେ ଅଧିକ ଚିହ୍ନିଛନ୍ତି ହଁ এই ଗୀତଟା ତ ହ୍ୟୁମାନ ସାଗର ଗାଇଥିଲେ ହଁ କିନ୍ତୁ ଆପଣ ରାଜା ରାଣୀ ଆଲବମ କଥା କହିଲେ ସେଟା ଆକ୍ଚୁଆଲି ଏଚଏସ୍ କୁମାର ମେ ବି ଗାଇଥିଲେ ଏଚଏସ୍ କୁମାର ସମ୍ବଲପୁରଟା ହଁ
ସେଇ ଗୀତଟା ବି ଆମେ ମୁଁ ଜାଣିନି ମୋ ରାଜାରାଣୀ ସହିତ କାହିଁକି ଏତେ କନେକ୍ଟେଡ। ମୁଁ ଆରମ୍ଭ ବି ରାଜାରାଣୀ ଗୀତରୁ କରିଥିଲି ଗୋଟେ ରାଜାରାଣୀ ମିଳିଗଲା। ଏବେ ରିସେଣ୍ଟ ବି ଗୋଟେ ଭିଡିଓ କରିଥିଲି ରଞ୍ଜନ ଭାଇଙ୍କ ସହିତ, ସେଥିରେ ରାଜାରାଣୀ ହିଁ ଗୀତଟା ଥିଲା। ମୋର ବୋଧେ ରାଜାରାଣୀଙ୍କ ସହିତ କିଛି କନେକ୍ସନ ଅଛି, କିଛି ଗୋଟେ କନେକ୍ସନ ଥିବ ନିହାତି। ଆଚ୍ଛା, ପ୍ରଥମ ଆପଣଙ୍କର ସିରିଏଲ ଥିଲା ତୁ ରାଜା ମୁଁ ରାଣୀ। ହଁ। ଆଚ୍ଛା, এই ସିରିଏଲ ଯୋଉ ପ୍ରଥମ শুটিং କଲେ କେମିତି ଏକ୍ସପିରିଏନ୍ସ ଥିଲା? ମୁଁ ତ କହିବି ଫାଷ୍ଟ ଯୋଉ ଦିନ ମତେ ପ୍ରୋମୋ ହେଲା ସେଦିନ ନର୍ମାଲ ଥିଲା। ଯୋଉଦିନ ମୁଁ ଫାଷ୍ଟ ଟାଇମ ଗଲି ସିନ୍ କରିବାକୁ, ଆମର ଗୋଟେ ପାଇଲଟ ଏପିସୋଡ ଥାଏ, ସେଥିରେ ଆମକୁ ବହୁତ ଟାଇମ କଟିବାକୁ ପଡେ କାହିଁକି ନା ସେତେବେଳେ ସମସ୍ତେ ନୂଆ ଆସିଥାନ୍ତି, ନୂଆ ଆର୍ଟିଷ୍ଟ ଥାନ୍ତି, ତ ବହୁତ ଡର ଥାଏ। ମୁଁ କଣ କରେ ନା ସବୁ ମୋର ଓଡିଆ ବହୁତ ଭଲ ହୁଏ, ଯେହେତୁ ମୁଁ ଓଡିଆ ପଢୁଥିଲି ମୁଁ ସବୁ ଡାଇଲଗ ଘୋଷି ଦେଇକି ପଳାଏ, କିନ୍ତୁ ଯେତେବେଳେ ଠିକ ମୋ କ୍ୟାମେରା ସାମ୍ନାରେ ଠିଆ ହୁଏ ମୁଁ ଡାଇଲଗ ଭୁଲିଯାଏ। ବେଶୀ ନୁହଁ, ମୋର ଫାଷ୍ଟ ଯୋଉ ଦିନ ଟେକ୍ ଯାଇଥିଲା ସେଦିନ ମୁଁ 15+ ଟେକ୍ ନେଇଥିଲି। 15+ ମାନେ ଜଷ୍ଟ ଗୋଟେ ଧାଡି ଲାଇନ କହିବି, ଗୋଟିଏ ଧାଡି ଲାଇନ କି ସରସ୍ୱତୀ ମା ମୋ ଦ୍ଵାରା ଏସବୁ ହବନି, ବସ୍ ଏଇ ଗୋଟେ ଲାଇନ ମୋର ମନେ ରହୁନଥାଏ ଆଉ ମୁଁ ମଡୁଲେସନ ଦେଇ ପାରୁନଥାଏ। ଡାଇରେକ୍ଟର ସାରଙ୍କୁ ମୁଁ ଥ୍ୟାଙ୍କ ୟୁ କହିବି, ତାଙ୍କ ପାଇଁ ବୋଧେ ଆଜି ମୁଁ ଯୋଉ 2-4 ପଦ ଡାଇଲଗ ବି କହୁଛି ସେ ମତେ ବହୁତ ଶିଖେଇଛନ୍ତି ଭଲସେ। ତ ନିହାତି ତାଙ୍କ ସପୋର୍ଟ ଅଛି। ଆଚ୍ଛା, ଏଇ ଯୋଉ ଷ୍ଟାର୍ଟିଂ ଯୋଉ ସିରିଏଲ କଲେ ସେତେବେଳେ ଫାଇନାନ୍ସିଆଲ କଣ୍ଡିସନ କେମିତି ହ୍ୟାଣ୍ଡେଲ କରୁଥିଲେ? ଫାଇନାନ୍ସିଆଲ କଣ୍ଡିସନ ମୋର ଷ୍ଟାର୍ଟିଂ ରୁ ବେଶୀ ଖରାପ ନଥିଲା, ଯେହେତୁ ମାମା ମୋର ଜବ୍ କରିଥିଲେ, ବହୁତ ନର୍ମାଲ ଥିଲା। ମାମା ବାସ୍ କହୁଥିଲା କି ତୁ ମୋ ଖୁସି ପାଇଁ ଯାଇକି ତୋର କାମ କର, ପଇସା କଥା କିଛି ଟେନସନ ନାହିଁ। କାରଣ ଷ୍ଟାର୍ଟିଂ ରୁ ଆମ ମାନଙ୍କୁ ସେତେ ଅଧିକ ପଇସା ମିଳି ନଥାଏ, ନର୍ମାଲ ମିଳିଥାଏ ଯେମିତି ଜଣେ ଚଳିପାରିବ। ତ ଫାଇନାନ୍ସିଆଲି କେବେ କିଛି ଅସୁବିଧା ହେଇନି, ସତ କଥା। ଆଚ୍ଛା, ଆପଣ ଯୋଉ ସିରିଏଲ କଲେ ଲୋକମାନେ କିଛି ଜଣ ତ ମୋଟିଭେଟ କରନ୍ତି ଆଉ କିଛି ଜଣ ଡିମୋଟିଭେଟ କରନ୍ତି କି ଏଇ ଝିଅ ସେଇଠିକି ଯାଇକି ଖରାପ ହେଇଯାଉଛି, ସିରିଏଲ ଫିରିଏଲ କଣ କଲାଣି, ଯାତ୍ରା କଲାଣି, ତ ଏମିତି କଣ ଶୁଣିବାକୁ ମିଳିଥିଲା? ଫାର୍ଷ୍ଟ ଅଫ ଅଲ୍ ମୋ ଘର ଲୋକଙ୍କ ସପୋର୍ଟ ଯେହେତୁ ମତେ ବହୁତ ଅଧିକ ଥିଲା, ତ ମୋ ବାହାର ଲୋକଙ୍କ କଥା ମତେ ଏତେ କିଛି ଫରକ ପଡୁନଥିଲା। ଲୋକମାନେ ତ ଯାହା ବି ହେଲେ କେହି ମା ପେଟରୁ ଆକ୍ଟିଂ ଶିଖିନାହାନ୍ତି, ଆମକୁ ସେଇଠୁ ହିଁ ଆରମ୍ଭ କରିବାକୁ ପଡେ। ଷ୍ଟାର୍ଟିଂ ରୁ ଆମର ବହୁତ ସାରା ଭୁଲ ହୁଏ, ବହୁତ ସାରା ପ୍ରୋବ୍ଲେମ ହୁଏ, ବହୁତ ଜଣ ଡିମୋଟିଭେଟ କରନ୍ତି, ବହୁତ ଜଣ ମୋଟିଭେଟ ବି କରନ୍ତି। ମୋ ସହିତ ବି ସେମିତି ହେଇଛି, ବଟ ମତେ ବେଶୀ ଜଣ ମୋଟିଭେଟ କରିଛନ୍ତି, ସେଥିଲାଗି ମୁଁ ଡିମୋଟିଭେଟ କୁ ଇଗ୍ନୋର କରିଦେଇଛି। ଆଚ୍ଛା, ଇଣ୍ଡଷ୍ଟ୍ରିରେ ନିଜର ଷ୍ଟ୍ରଗଲ କୁ ମାନେ ସର୍ଭାଇଭ କେମିତି କଲେ? ଆକ୍ଚୁଆଲି ସତ କଥା, ରିୟାଲିଟି ଶୋ ରୁ ଯୋଉମାନେ ଆସିଛନ୍ତି ସେମାନେ ରିଏଲ ଷ୍ଟ୍ରଗଲ ଜାଣିଛନ୍ତି। ମୋ ଭାଇ ବି ଏବେ ଜଷ୍ଟ ଗୋଟେ ରିୟାଲିଟି ଶୋ ରେ କରୁଛି, ସେ ମାନେ ମୋ ଭାଇର ବି ବହୁତ ଇଚ୍ଛା ମୋ ଉପରେ ସେ ବି ଆକ୍ଟିଂ ଲାଇନ ରେ ଆସିବ। ମୁଁ ସେତେବେଳେ ବୋଧେ ବେଶୀ ଫିଲ୍ କରିପାରୁନଥିଲି ମୋ କଷ୍ଟଟା, ଏବେ ମୋ ଭାଇକୁ ଦେଖି ମୁଁ ରିଏଲି କଷ୍ଟ ଫିଲ୍ କରିପାରୁଛି କି ମୁଁ ବି ଯେମିତି କଷ୍ଟ କରୁଛି ସେ ବି ସେତିକି କଷ୍ଟ କରୁଛି। ସକାଳୁ ସକାଳୁ ଯାଇକି ବସିବା, ଅପେକ୍ଷା କରିବା, ସେ ଷ୍ଟ୍ରଗଲ ବହୁତ କଷ୍ଟ। ଆଉ କିଛି ଷ୍ଟ୍ରଗଲ କରିବାକୁ ପଡିନଥାଏ। ଆଉ ଗୋଟେ କଷ୍ଟ ଥାଏ ହଠାତ୍ ଗୋଟେ ନୂଆ ଜାଗାକୁ ଯିବା, ସିନିୟର ଆର୍ଟିଷ୍ଟ ମାନଙ୍କ ସହ କାମ କରିବା। ନୋ ଡାଉଟ କି ସିନିୟର ଆର୍ଟିଷ୍ଟ ମାନେ ଏବେ ବହୁତ ଫ୍ରେଣ୍ଡଲି, ସେମାନେ ବହୁତ ସପୋର୍ଟ କରନ୍ତି, ଯୋଉଥିପାଇଁ କି ମୋ ଷ୍ଟ୍ରଗଲ ର ପରିମାଣ ବହୁତ କମ ଥିଲା। ସମସ୍ତେ ମତେ ନିଜ ଝିଅ ଭଳିଆ ଭଲ ପାଉଥିଲେ, ମାନେ କିଛି ଜଣ ନିଜ ଝିଅ ଭଳିଆ, ନିଜ ଭଉଣୀ ଭଳିଆ, ନିଜ କୋ ଆର୍ଟିଷ୍ଟ ମାନେ ବି ବହୁତ ସପୋର୍ଟ କରିଛନ୍ତି। ତ ଷ୍ଟ୍ରଗଲ ପିରିୟଡ ଟା ଯେତିକି କଷ୍ଟ ଦେଇଛି ସେତିକି ଖୁସି ବି ଦେଇଛି। ଆଚ୍ଛା, ଆପଣ ଯୋଉ ପ୍ରଥମ ସିରିଏଲ କରିସାରିଲା ପରେ ଆପଣଙ୍କୁ କଣ ତୁରନ୍ତ ମିଳିଗଲା ନୂଆ ସିରିଏଲ ପାଇଁ? ହଁ, ମୁଁ ପ୍ରଥମ ସିରିଏଲ କରିସାରିଲା ଏଜ ଏ ହିରୋଇନ କରିସାରିଲା ପରେ ମତେ ନେଗେଟିଭ କରିବାକୁ ଆସିଥିଲା, ବଟ ମୁଁ ଏଇଆ ମାନେ କି ପଜିଟିଭ ହଉ କି ନେଗେଟିଭ ହଉ, ବାସ୍ ଆମକୁ ଆମର ବେଷ୍ଟ ଦବାର ଅଛି। ତ ସେଇଆ ଭାବିକି ମୁଁ ଯେହେତୁ କୃଷ୍ଣଙ୍କୁ ବହୁତ ପୂଜା କରେ, ତାଙ୍କ ନାଁ ନେଇକି ମୁଁ ନେଗେଟିଭ ଆରମ୍ଭ କଲି। ତାପରେ ନେଗେଟିଭ ରେ ବୋଧେ 4-5 ମାସ କରିଛି, ବହୁତ ଭଲ ଥିଲା। ଲୋକମାନେ ମତେ ଭାଗ୍ୟରେଖା ସିରିଏଲ ନେଗେଟିଭ ରେ ଦେଖିଥିଲେ। ଭାଗ୍ୟରେଖା ଆଜି ସାର୍ଥକର ଗୋଟେ ସିରିଏଲ ଥିଲା, ମୁଁ ସେଠି ନେଗେଟିଭ କରୁଥିଲି। ସେ ସିରିଏଲ ଟା ମୋର 4-5 ମାସ ଯାଇଥିଲା, ସରିଲା 4-5 ମାସ ପରେ। ମତେ ନେଗେଟିଭ ବି ଲୋକମାନେ ବହୁତ ଭଲ ପାଇବା ଦେଇଥିଲେ, ତ ମତେ ବହୁତ ଖୁସି ଲାଗିଥିଲା। ଦେନ୍ ମତେ ସାଙ୍ଗେ ସାଙ୍ଗେ ଏଗେନ ହିରୋଇନ ମିଳିଗଲା। ତ ଚାଲିଛି ତ ଚାଲିଛି ଏବେ ଆଉ ରିସେଣ୍ଟ ସିରିଏଲ ଆଉ। ନିହାତି ନିହାତି। ଆଚ୍ଛା, ତୁ ରାଜା ମୁଁ ରାଣୀ ଯୋଉ କହିଥିଲେ ମେ ବି 1 ଇୟର କମ୍ପ୍ଲିଟ ନାଇଁ 18 ମାସ ସିରିଏଲ ମୋର। 1.5 ବର୍ଷ। 1.5 ବର୍ଷ ଭଳିଆ କରିଛି ସିରିଏଲ। ଆଚ୍ଛା, 1.5 ବର୍ଷ ଭିତରେ ଆପଣ ଯେହେତୁ କଲେ ଲୋକମାନଙ୍କର ଭଲ ପାଇବା କେମିତି ଥିଲା? ମୁଁ ଗୋଟେ ଏକ୍ସପିରିଏନ୍ସ ସେୟାର କରିବି। ମୁଁ ପୁରୀ ମନ୍ଦିର ଯାଇଥିଲି, ପୁରୀ ମନ୍ଦିର ଯାଇଛି, ସେତିକି ତ ଆମର ଫୋନ ଏଲାଉ ନଥାଏ, ବଟ
ମାନେ ମୋର ରାନୀର ଭାଇବଟା ଏତେ ଅଧିକ ଥିଲା, ଲୋକମାନେ ମତେ ଖାଲି ଟାଣି ନଉଥାନ୍ତି, ଏମିତି ଟାଣି ନଉଥାନ୍ତି, ଟିକେ ଫୋନ ଟା ଦେଲ, ଟିକେ ଫଟୋ ଉଠେଇବାର ଅଛି, ତାପରେ ରିୟଲାଇଜ କରନ୍ତି କି ନାଇଁ ଏଠି ତ ଫଟୋ ଉଠେଇ ହବନି, ଏଟା ତ ମନ୍ଦିର ଭିତର। ଆଉ ଜଷ୍ଟ ଆମେ ଯାଇକି ମୁଁ ଜଷ୍ଟ ଓହ୍ଲେଇଛି, ଆମର ପାର୍କିଂ ଦେଖିଥିବେ। ଗାଁରେ ତ ସିରିଏଲ ର ଭାଇବ୍ସ ବହୁତ ଅଧିକ, ବଟ ମୁଁ ଭାବିନଥିଲି କି ମୁଁ ପୁରୀ ମନ୍ଦିର ଯାଇଥିବି, ଏତେ ଲୋକଙ୍କ ଭିତରେ ବି ଲୋକ ମତେ ଚିହ୍ନି ପାରୁଥିବେ, କାହିଁକି ନା ସତ କହିବାକୁ ଗଲେ ମୁଁ ସେତେ ବଡ ଆର୍ଟିଷ୍ଟ ବି ନୁହଁ, ଏବେକାର ଆର୍ଟିଷ୍ଟ, ଏଇ 2-3 ବର୍ଷ ହେଲା କାମ କରୁଛି, ମାନେ ମୋର ସେତିକି ଆଶା ନଥିଲା କି ଲୋକମାନେ ମତେ ଏତେ ଚିହ୍ନିବେ। ଯାହା ହଉ ମୁଁ ଜଷ୍ଟ ଓହ୍ଲେଇଛି, ଗୋଟେ ଛୋଟ ଝିଅ ମତେ ଟାଣିକି ନେଇଗଲା ତାଙ୍କ ଦୋକାନକୁ, ଆଉ ସେମାନେ ମୁଁ ଆରମ୍ଭରୁ ମୁଁ କଣ ପିନ୍ଧିଥିଲି କଣ ନାହିଁ, ଏବେ ମୁଁ ସିରିଏଲରେ କଣ ପିନ୍ଧୁଛି ସେମାନେ ସେତିକି ବି ମନେ ରଖିଥିଲେ। ଆଉ ସେମାନେ ଚାହା ପତ୍ର ସବୁ ଦେଲେ, ତାପରେ ତାଙ୍କର ଗୋଟେ ଅଟୋ ଥିଲା, ସେଇଟାରେ ବିଦା କଲେ। ଆଉ ସେମାନେ କାଇଣ୍ଡଲି ଏମିତି ଗୋଡ ଧରିକି ରିକ୍ୱେଷ୍ଟ କରିଥାନ୍ତି, ଏମିତି ଜୁହାର ହେଇକି କି ମ୍ୟାମ ପ୍ଲିଜ ତାଙ୍କର ପଇସା ନେବେନି, ଆମକୁ ବହୁତ ବାଧିବ, ଆମକୁ ଇଏ ଲାଗିବ। ମୋର ଫ୍ୟାନ ମୁଭମେଣ୍ଟ ବହୁତ ଥିଲା, ମାନେ ମତେ ଲାଗେ କି ବେଳେ ବେଳେ ମୁଁ ଯେତିକି ଡିଜର୍ଭ ବି କରୁନି, ମତେ ଯେତିକି ଲୋକମାନେ ଭଲ ପାଉଛନ୍ତି। ନିହାତି ଭାବେ ଏମିତି ଭଲ ପାଇବା ସବୁଦିନ ପାଇଁ ରହୁ, ସମସ୍ତେ ଭଲ ପାଇବେ। ରାଜା ମୁରାଣିରେ ଯୋଉ କରିଥିଲେ ଏବେ ମେ ବି 2 years ହେଇଗଲା, ତ କିଛି ଡାୟଲଗ ମନେ ଅଛି? ଯଦି ମନେ ଅଛି ନିହାତି ଭାବେ ଟିକେ କହିଦିଅନ୍ତୁ, ଆମ ଅଡିଏନ୍ସ ମାନେ ବହୁତ ଖୁସି ହେବେ। ଲୋକମାନେ ଆମ ରାଜାରାଣୀଙ୍କ ଖିଟପିଟ କୁ ବହୁତ ଭଲ ପାଉଥିଲେ, ତା ସହିତ ଆମର ବହୁତ ସାରା ଇମୋସନାଲ ଡାୟଲଗ ଥାଏ, ସେଟାକୁ ବି ଲୋକମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି। ତ ଯେହେତୁ ସିରିଏଲ, ମୁଁ ଗୋଟେ ଆମର ଭଲ ପାଇବା ବାଲା ଡାୟଲଗ କହିବି, ଯୋଉ ଏପିସୋଡରେ ଆମକୁ ବହୁତ ସାରା ଭଲ ପାଇବା ମିଳିଥିଲା। ତ ଆପଣ ମାନଙ୍କର ମନେ ଥିବ ରାଜ ରାଣୀଙ୍କର ଗୋଟେ ଏପିସୋଡ ଥିଲା ହାପି ପ୍ରମିସ ଡେ ର, ତ ତାର ମୁଁ କିଛି ଡାୟଲଗ କହିବି, ମୋର ତ ପୁରାପୁରି ମନେ ନାହିଁ, କିଛି ଡାୟଲଗ କହିବି। ରାଜ ଆଜି ପ୍ରମିସ ଡେ, ପିଲାବେଳୁ ବାପା ଚାଲି ଯାଇଥିଲେ, ଆଉ ଯେତେବେଳେ ତମେ ହଠାତ୍ ମୋ ମୁହଁରେ ସିନ୍ଦୁର ଦେଲ, ସେତେବେଳେ ମା ବି ମତେ ପର କରିଦେଲେ, ଆଉ ମୁଁ କେବେ ଭାବି ବି ନଥିଲି ମା ମୋ ସାଙ୍ଗରେ ରହିବେ ବୋଲି। କିନ୍ତୁ ତମର ଆଜି ଭଲ ପାଇବା ପାଇଁ ମୋ ମା, ତମେ ଆଉ ମତେ ପୁରା ପରିବାର ମିଳିଯାଇଛି। ବାସ୍ ଆଜି ପ୍ରମିସ ଡେରେ ମାତ୍ର ଗୋଟିଏ ପ୍ରମିସ କର, ତମେ ମତେ କେବେ ବି ଛାଡିକି ଯିବନି। ପ୍ରମିସ କର ରାଜ, ତମେ ମତେ କେବେ ବି ଛାଡିକି ଯିବନି। ଆଉ ମୋର ମନେ କାହିଁ। ବହୁତ ବଢିଆ, ବହୁତ ବଢିଆ, କାହିଁକି ନା ଏତେ ବର୍ଷ ହେଲାଣି ଆପଣ ଆକ୍ଟିଂ କ୍ଲାସ କରିନାହାନ୍ତି, ତଥାପି ବହୁତ ବଢିଆ ଡାୟଲଗ କହିଲେ, ବହୁତ ଖୁସି ଲାଗୁଛି। ତ ସତ କଥା ହେଲା କଣ କହିଛି ମୋର ମନେ ନାହିଁ, ସେ ଡାୟଲଗ ମୁଁ ଆକ୍ଚୁଆଲି ରିଅଲ କଥା ଗୋଟେ ମଜା କଥା କହିବି, ମୁଁ ଯେତିକି ସମୟ ସ୍କ୍ରିପ୍ଟ ପଢିଦିଏ ମୋ ମୁଣ୍ଡରେ ମନେ ରହିଯାଇଥାଏ, ସରିଲା ପରେ ମୋ ମୁଣ୍ଡରେ ଆଉ କିଛି ନଥାଏ, ମୁଁ ସେ ସବୁ ଭୁଲି ଯାଇଥାଏ। ତାପରେ ତ ମତେ କିଛି ଡାୟଲଗ କହିବାକୁ ପଡେ, ମତେ ଆଉଥରେ ଦେଖିବାକୁ ପଡେ, କଣ କହିବାର ଅଛି, କଣ କହିବାର ଅଛି, ମୁଁ ଦେଖିକି ନହେଲେ ମୁଁ କ୍ୟାମେରା ସାମ୍ନାରେ ଭୁଲିଯିବି। କିନ୍ତୁ ଲୋକମାନେ ମୋର ଗୋଟେ ଡାୟଲଗକୁ ଏକ୍ସଟ୍ରିମ ଭଲ ପାଇ ଦେଇଥିଲେ। ମୁଁ ଉଠିବି ମାନେ ରାନୀ କ୍ୟାରେକ୍ଟରକୁ, ରାଜା ବାବୁ ମୁଁ ତମକୁ ଜମା ଛାଡିବି ନାହିଁ ହେଲା, ଆଉ ମୋ ନାଁ ହଉଛି ରାନୀ, ଆଉ ମୁଁ କାହାକୁ ବି ଖାତିର କରେନି, ଏମିତି କିଛି କିଛି ଡାୟଲଗ ଥିଲା। ଲୋକମାନେ ସବୁବେଳେ ଚାହାନ୍ତି କି ମୁଁ ଏଇ ଡାୟଲଗ ହିଁ ଯାଇକି ସୁଟିଂ ସେଟରେ କୁହେ, କିନ୍ତୁ ସିରିଏଲ ତ ଦୁଃଖ କଥା କହିବାକୁ ପଡିବ। ଆଚ୍ଛା, ତାପରେ ପରେ ଆପଣଙ୍କୁ ଏବେ ଯୋଉ ଚାଲିଛି ସୁନାୟନ ନା, ସେଇଥିରେ ଲିଡ୍ କରୁଛନ୍ତି ଆପଣ। ଆଚ୍ଛା, ଏଇଥିରେ ଯୋଉ କରୁଛନ୍ତି କେମିତି କଣ ଅଫର ଆସିଲା? ଏଇଟା ଯେହେତୁ ମୁଁ ରାଜାରାଣୀ କରୁଥିଲି, ତ ସିଦ୍ଧାର୍ଥ ଯେହେତୁ ମୋର ସିଦ୍ଧାର୍ଥରୁ ଜନ୍ମ, ତ ଯେତେବେଳେ ମୋର ସରିଲା ତ ମତେ ସେପଟୁ ଅଫର ଆସିଥିଲା କି ଗୋଟେ ସିରିଏଲ ଅଛି, ଆଗକୁ ଲିପ୍ ହଉଛି ମୁଁ ଜେନେରେସନ ଲିପରେ ଷ୍ଟାର୍ଟ କଲି, ତ ଲିପ୍ ଅଛି ଏଜ ଏ ଲିଡ୍ କରିବା ପାଇଁ, ଲିଡ୍ ମିଳୁଛି ଆଉ କଣ ଖୁସିର କଥା। ତ ମୋ ଜର୍ଣ୍ଣି ଷ୍ଟାର୍ଟ ହେଇଗଲା, ବହୁତ ଖୁସି ଲାଗୁଛି। ମୋର ସେ କ୍ୟାରେକ୍ଟର ବହୁତ ଭିନ୍ନ ଥିଲା, ଏ କ୍ୟାରେକ୍ଟର ମୋର ବହୁତ ଭିନ୍ନ ଥିଲା। ମୋର ଲୋକମାନେ ଦେଖିଥିବେ ମୋ ଭିତରେ ଗୋଟେ ଛୋଟ ଛୁଆଟେ ଅଛି ଗୁଡିଆ ବୋଲି, ମୋର ବେଷ୍ଟ ବଣ୍ଡିଂ ତା ସହିତ, ମୋ ସିରିଏଲ କରିବାର ବୋଧେ ସବୁଠୁ ବେଷ୍ଟ ମୋମେଣ୍ଟ ହଉଛି ତା ସହିତ, ଯୋଉଥିପାଇଁ କି ମତେ ବହୁତ ଖୁସି ମିଳୁଛି। ଆଉ ଲୋକମାନଙ୍କୁ ମୁଁ ଏତିକି ଥ୍ୟାଙ୍କ ୟୁ ଜଣେଇବି, ସେ ଆମ ମା ଝିଅଙ୍କ ଯୋଡିକୁ ବହୁତ ସାରା ଭଲ ପାଇବା ଦଉଛନ୍ତି। ନିହାତି ଭାବେ ଆଗକୁ ମଧ୍ୟ ଦେବେ, କାହିଁକି ନା ବହୁତ ବଢିଆ ଆକ୍ଟିଂ ମୁଁ ବି ଦେଖୁଥିଲି, କ୍ଲିକ୍ କରିକି ଦେଖୁଥିଲି, ବହୁତ ବଢିଆ ଷ୍ଟୋରି ଅଛି। ତ ଆଚ୍ଛା, ଏଇଥିରେ ଯୋଉ କରୁଛନ୍ତି କେତେ ମାସ ହେଇଗଲା ଏଇଟା? ଏଇଟା ମୋର 4 ମାସ ପ୍ଲସ ହେଇଗଲା। ଆଚ୍ଛା ଆଚ୍ଛା, ଏଇଥିରେ ଏବେ ରିସେଣ୍ଟଲି ସୁଟିଂ ହେଇଥିବା କିଛି ଗୋଟେ ଡାୟଲଗ କଣ ଅଛି ଯୋଉଟା କି ବହୁତ ଖୁସି ଲାଗିଥିବ? ଆକ୍ଚୁଆଲି ଲୋକମାନେ ବି ଜାଣିଛନ୍ତି
ଆଉ ସୁନୟନା ଲାଇଫ ରେ କେବଳ ଦୁଃଖ ହିଁ ଦୁଃଖ। ସେ କେବେ ଖୁସି ତା ଲାଇଫ ରେ ବହୁତ କମ, ଯଦି ବାଇଚାନ୍ସ ଗୋଟେ ଖୁସିର ମୋମେଣ୍ଟ କରୁଥିବ କିଛି ନା କିଛି ଗୋଟେ ଅସୁବିଧା ହବ ଆଉ ସିଏ ସାଙ୍ଗେ ସାଙ୍ଗେ ଦୁଃଖରେ ପଡିଯିବ। ତ ରିସେଣ୍ଟ ମୁଁ କାଲି ଗୋଟେ ଡାଇଲଗ କହିକି ଆସିଛି ଗୁଡିଆ ସହିତ, ମୁଁ କହିବି ଯେହେତୁ ସେ ମୋର ଫେଭରାଇଟ। ତାର ନାଁ ହଉଛି ଲୁଇ। ତ ସେ ମୋର ଏକ୍ସଟ୍ରିମ ଫେଭରାଇଟ। ମୁଁ କେବେ ତା ସହିତ ସିନ୍ କଲା ବେଳେ ମୁଁ ଭାବେନି ମତେ ଡାଇଲଗ ପଢିକି ତାକୁ କହିବାର ଅଛି, ମାନେ ତାକୁ ଦେଖିଲେ ହିଁ ମୋର ଫିଲ୍ ଆସିଯାଏ, ମୁଁ କହିଦିଏ ଡାଇଲଗ। ତ ମୁଁ ରିସେଣ୍ଟ ଗୋଟେ ଡାଇଲଗ କହିଥିଲି କି ମାମା କଣ ସୁନା ପିଲାମାନେ କାନ୍ଦନ୍ତି କି? ସୁନା ପିଲାମାନେ କାନ୍ଦନ୍ତିନି, ଆଉ ମୋ ଗୁଡିଆ ହଉଛି ଗୋଟେ ସୁନା ପିଲା। ପ୍ଲିଜ ଗୁଡିଆ ତୁ କାନ୍ଦ ବନ୍ଦ କରିଦେ। ଆଉ ତୁ ଜାଣିଛୁ ଆଜି ତ ମାମା ତୋ ପାଇଁ କଣ ବନେଇଛି? ପଚାର। ଆଜି ତ ମାମା ତୋ ପାଇଁ ପିଜ୍ଜା ବନେଇଛି, ତୁ ଜଲ୍ଦି ରୁମକୁ ଯା, ମୁଁ ତୋ ପାଇଁ ସାଙ୍ଗେ ସାଙ୍ଗେ ପିଜ୍ଜା ନେଇକି ଯାଉଛି। ମାନେ ଏସବୁ ଡାଇଲଗ ନା ମତେ ତା ସହିତ କହିଲା ବେଳକୁ ପଢିବାକୁ ପଡେନି, ଅଟୋମେଟିକ ସେ ଫିଲ୍ ଟା ଦେଇଦିଏ, ଲାଗେ କି ସିଏ ମୋ ଝିଅ ଆଉ ତାକୁ ମୁଁ ପିଜ୍ଜା ଖୁଆଇବି, ମୁଁ ସତରେ ବନେଇକି ନେଇକି ଯିବି, ସେ ରୁମ ରେ ହୋମୱାର୍କ କରୁଥିବ ମୁଁ ତାକୁ ନେଇକି ପିଜ୍ଜା ଖୁଆଇବି। ତାମାନେ ଆପଣ ଚରିତ୍ରରେ ପଶିଯାଇଛନ୍ତି। ହଁ ଆକ୍ଚୁଆଲି ସତରେ ମୁଁ ତାକୁ ଦେଖିଲେ ଚରିତ୍ରରେ ପଶିଯାଏ। ଆଚ୍ଛା ଆପଣ ତ 3-4ଟା ମେ ବି ସିରିଏଲ କଲେଣି। ଆଚ୍ଛା ସବୁଠାରୁ କୋଉ ସିରିଏଲ ରେ ବେଶୀ ଭଲ ପାଇବା ମିଳିଛି ଆପଣଙ୍କୁ? Obviously fast serial. Fast serial ରେ ଏବେ ତ ମୁଁ ରିସେଣ୍ଟ ଏଟା ଏବେ କରୁଛି। ଏଇଟା ବି ବହୁତ କମ ଦିନ ଭିତରେ ଲୋକମାନେ ବହୁତ ସାରା ଭଲ ପାଇବା ଦେଲେନି। ଆଶା କରୁଛି କି ଏଇ ମାଧ୍ୟମରେ ବି ଆଉ କିଛି ଲୋକ ଜାଣି ଯାଆନ୍ତୁ ଆଉ ଟିକେ ଭଲ ପାଇବା ବଢି ଯାଉ। ତ ତମକୁ ବହୁତ ସାରା ଥ୍ୟାଙ୍କ ୟୁ ଜଣେଇବି କି ତମେ ମୋର ଏଇ ପୋଡକାଷ୍ଟ ନଉଛ, ଯୋଉଥିପାଇଁ କି ମୁଁ ଆହୁରି କିଛି ଲୋକମାନଙ୍କ ପାଖରେ ପହଞ୍ଚି ପାରିବି। ତ ସବୁ ପରେ ବି ମତେ ଫାଷ୍ଟ ସିରିଏଲରେ ବହୁତ ସାରା ଭଲ ପାଇବା ମିଳିଛି। ହଁ ଏବେ ବି କିଛି କମ ନୁହଁ, ବଟ୍ ଯେତେବେଳେ ପଚାରିଲେ ଯେହେତୁ କମ୍ପେୟାର କରିବାକୁ, ତ ମୁଁ ସେ ସିରିଏଲରେ ବହୁତ ସାରା ଭଲ ପାଇବା ମିଳିଛି। ଆଚ୍ଛା ଏଇ ଯୋଉ ସିରିଏଲ ଗୁଡା କଲେଣି ମୁଭି ଉପରେ କିଛି ଆସିନି? ମୁଭି ଯେତେବେଳେ ମୋର ଫାଷ୍ଟ ସିରିଏଲ ସରିଲା ମତେ ଗୋଟେ ମୁଭି ଅଫର ଆସିଥିଲା, ମାନେ ସେତିକି ବଡ ପରଦାର ନୁହଁ, ଟେଲିଫିଲ୍ମ ନୁହଁ, ଇଏ ହେଇଥାନ୍ତା ଟିଭିରେ ଆସିଥାନ୍ତା, ଆସିଥିଲା। ବଟ ଯେହେତୁ ସେ ସମୟରେ ମୋର ସାଙ୍ଗେ ସାଙ୍ଗେ ସିରିଏଲ ହେଇଗଲା, ମୋ ମୁଣ୍ଡରେ ଗୋଟେ ଥିଲା କି ମୁଁ ସିରିଏଲ କରିବି। ମାନେ ଲୋକଙ୍କର ମୁଣ୍ଡରେ ଥାଏ ମୁଭି କରିବାର, ବଟ ମତେ ସିରିଏଲ ର ନିଶା ଥିଲା କି ମତେ ସିରିଏଲ କରିବାକୁ ଅଛି, ଆଗକୁ ଗୋଟେ ଭଲ ଭଲ ସିରିଏଲ କରିବାର ଅଛି, ନିଜକୁ ବେଷ୍ଟ ଦବାର ଅଛି, ଗୋଟେ ମାନେ ଭେରାଇଟି କ୍ୟାରେକ୍ଟର ପ୍ଲେ କରିବାର ଅଛି। ମତଲବ କି ନେଗେଟିଭ ପଜିଟିଭ ମୋ ଆଗରେ ସେମିତି କିଛି ନାହିଁ, ମତେ ଯାହା ବି କରିବାର ଅଛି ନିଜର ବେଷ୍ଟ ଦବାର ଅଛି। ବହୁତ ବଢିଆ। ଆଚ୍ଛା ଆମର ଆଜିକା କମ୍ପିଟିସନ ଯୁଗରେ ବହୁତ ଝିଅ ଅଛନ୍ତି, ବହୁତ ପୁଅ ବି ଅଛନ୍ତି, ବହୁତ ଆର୍ଟିଷ୍ଟ ଅଛନ୍ତି, ତାଙ୍କ କମ୍ପିଟିସନ ଯୁଗରେ ଆପଣଙ୍କୁ କେମିତି କଣ ଏତେ ସୁଯୋଗ ମିଳୁଛି ବୋଲି ଆପଣ ଭାବୁଛନ୍ତି? ଆକ୍ଚୁଆଲି ଆଜିକାଲି ଯେହେତୁ ଆମର ରିଲ୍ସ ଇନଷ୍ଟାଗ୍ରାମ ର ଜମାନା, କମ୍ପିଟିସନ ବହୁତ ଅଧିକ। ମାନେ ଯୋଉ ଗୋଟେ ହିରୋଇନ ର ଯେତିକି ଫଲୋଅର୍ସ ନଥିବ ଗୋଟେ ଇନଫ୍ଲୁଏନ୍ସର ସେତିକି ଫଲୋଅର୍ସ, କାରଣ ସେମାନେ ଯେତିକି ପରିଶ୍ରମ କରୁଛନ୍ତି ବି, ସମସ୍ତେ ସମସ୍ତଙ୍କ ଫିଲ୍ଡରେ ବହୁତ ପରିଶ୍ରମ କରୁଛନ୍ତି। ତ ସେମିତି କିଛି ନାହିଁ, ସମସ୍ତେ ସମସ୍ତଙ୍କ ଜାଗାରେ ଅଛନ୍ତି। ମୁଁ ଆଶା କରୁଛି କି ଯିଏ ଯାହା ହବାକୁ ଚାହୁଁଛି, ଯଦି ଆର୍ଟିଷ୍ଟ ହବାକୁ ଚାହୁଁଛି ତାକୁ ବି ସୁଯୋଗ ମିଳୁ, ସିଏ ବି ଟିଭି ପରଦାରେ ଆସି କାମ କରୁ, ବାସ୍। ନିହାତି। ଆଚ୍ଛା ମ୍ୟୁଜିକ ଭିଡିଓ ଆଉ ସିରିଏଲରେ କାମ କରିବାର ଫରକ କଣ? ମ୍ୟୁଜିକ ଭିଡିଓରେ କାମ କରିଦେଲେ କଣ ନା, ଗୋଟେ ଦିନ ଯାଉ ତା ଆଗରୁ ପ୍ଲାନିଂ ହୁଏ, ଗୋଟେ ଦିନ ଡ୍ୟାନ୍ସ ଶିଖି ଯାଉ, ତାପରେ ଯାଇ ସୁଟିଂ କରିଦଉ। ବଟ ସିରିଏଲ ର ଫର୍ମୁଲା ବହୁତ ଅଲଗା ଥାଏ, ଆମକୁ ସେ ଚରିତ୍ର ଭିତରେ ବସିବାକୁ ପଡିଥାଏ। ହଠାତ୍ ଗୋଟେ ମୁଁ ଯେତେବେଳେ ଷ୍ଟାର୍ଟ କଲି ଯେତେବେଳେ ମୋର 20 ବର୍ଷ ହେଇଥିଲା, ସେତେବେଳକୁ ମୁଁ ଗୋଟେ ବାହା ହେଇକି ଗୋଟେ 25 କି 24 ବର୍ଷର ଝିଅର କ୍ୟାରେକ୍ଟର ପ୍ଲେ କରୁଥିଲି। ହଠାତ୍ ସାଙ୍ଗେ ମୁଁ ବାହା ହେଇଗଲି, ମୁଁ କିଛି ଜାଣିନି ବାହାଘର ମାନେ ଗୋଟେ ସବୁଠୁ ମେମୋରି ଥିଲା, ମତେ ହିରୋ ଆସିକି ସିନ୍ଦୁର ପିନ୍ଧେଇଦବ, ବଟ ମୁଁ ଫ୍ଲାଟ ରିଆକ୍ସନ, କିଛି ରିଆକ୍ସନ ଦଉନି, ମୁଁ ଜାଣିନି ମୁଁ କଣ ରିଆକ୍ସନ ଦେବି, ଏଟା ରିଏଲ କଥା। ସେଇଠୁ ମତେ ସାର୍ କହିଲେ କି ଆରେ ସିନ୍ଦୁର ପିନ୍ଧେଇଲେ ଝିଅ ମାନେ ଆଖି ବୁଜି ଦିଅନ୍ତି, ତ ତୁ ଆଖି ବୁଜି ଦେ। ତ ମୁଁ କଣ କଲି, କିଛି ରିଆକ୍ସନ ନାହିଁ, ସିନ୍ଦୁର ଆସିକି ମତେ ହିରୋ ପିନ୍ଧଉଛି, ମୁଁ ଆଖି ବୁଝିଦେଲି। ସେଠୁ ସାର୍ ମତେ ବୁଝେଇଲେ ଏମିତି ବୁଝନ୍ତିନି, ଫିଲିଙ୍ଗସ ର ସହିତ ଆଖି ବୁଝ। ଯାହା ହଉ ସେଟା ମୁଁ ଶିଖିଛି ସାର୍, ମୁଁ ଏବେ ବି ସିନ୍ଦୁର ଦେଲା ବେଳକୁ ଆଖି ହିଁ ବୁଜି ଦଉଛି। ଏତିକି ଫରକ କହିବି। ସିରିଏଲ ଭିତରେ ଆମକୁ ପୁରା କ୍ୟାରେକ୍ଟର ଭିତରେ ପଶିବାକୁ ପଡିଥାଏ, ପ୍ରତିଟି ଡାଇଲଗ ସହିତ କନେକ୍ଟେଡ ହବାକୁ ପଡିଥାଏ। ମାନେ ପ୍ରତିଦିନ ଯାଇକି ଆମକୁ ଡାଇଲଗ ନ ପଢିଲେ ଆମେ ଯାଇକି ଫିଲ୍ଡରେ କଣ ହବ ଆମେ ବୁଝିପାରୁନୁ, କୋଉ ମଡୁଲେସନ ରେ କୁହାହବ, ରାଗରେ କୁହାଯିବ, ଶାନ୍ତରେ କୁହାଯିବ। ତ ସବୁ ପ୍ଲାଟଫର୍ମ ଅଲଗା ଅଲଗା, ମ୍ୟୁଜିକ ଭିଡିଓ ଗୋଟେ ଜାଗାରେ, ଫିଲ୍ମ ଲାଇନ ଗୋଟେ ଜାଗାରେ, ସିରିଏଲ ଲାଇନ ଗୋଟେ ଜାଗାରେ, ଯାତ୍ରା ଲାଇନ ଗୋଟେ ଜାଗାରେ, ସମସ୍ତଙ୍କର ବହୁତ ଅଲଗା ଅଲଗା ଇଏ। ଆଜ୍ଞା। ଆଚ୍ଛା ଆପଣ ଆଜି ଯାଏ କେତେଟା ମ୍ୟୁଜିକ ଭିଡିଓ କଲେଣି? ମୋର
1 2 3 4 4 5 ବେଶୀ ମୁଁ କରିନି ଯେହେତୁ ସିରିଏଲ ଭିତରେ ପଶିଗଲି ଆଉ ସିରିଏଲରେ ଆମକୁ ସେତିକି ଟାଇମ୍ ମିଳେନି ତାପରେ ମତେ ଯେତିକି ଅଫର ଆସିଛି ମାନେ ଧର 15-20ଟା ଅଫର ଆସିଛି ମୁଁ ସେଥିରୁ 5-6ଟା କରୁଛି। ଆଚ୍ଛା ଆଚ୍ଛା ସବୁଠାରୁ ଫେଭରାଇଟ୍ ମ୍ୟୁଜିକ୍ ଭିଡିଓ obviously ତୁ ରାଜା ମୁରାଣୀ ସେ ଗୀତ ବି ସେତିକି ମସ୍ତ ଥିଲା। 5 ମିଲିୟନ ମେବି 10 ମିଲିୟନ ପ୍ଲସ୍ ଭିଉ ଯାଇଛି ତାର ଆପଣ ଦେଖିବେ କି ଅଧିକ ଭିଉ ଯାଇଥିବ। ଆଚ୍ଛା ଆଚ୍ଛା ତ ସେଇଟା ମୋର ଫେଭରାଇଟ୍ ମୋର ନୁହଁ ଯୋଉମାନେ ଦେଖୁଛନ୍ତି ସମସ୍ତଙ୍କର ସେ ଗୀତଟା ବହୁତ ଫେଭରାଇଟ୍। ସମସ୍ତେ ବହୁତ ରିଲିଜ୍ କରିଛନ୍ତି ସେଇ ଗୀତ। ଆଚ୍ଛା ଆପଣଙ୍କର ଆଗକୁ କଣ ସ୍ୱପ୍ନ ଅଛି କୋଉ ରୋଲ କରିବେ କଣ ଆପଣ ଚାହୁଁଛନ୍ତି? ଯେହେତୁ ହିରୋଇନ୍ କରିଛି ସ୍ୱପ୍ନ ତ ଆଗକୁ ଆଉ ଗୋଟେ ଦିନ ସିରିଏଲ ହିରୋଇନ୍ କରେ ସମସ୍ତଙ୍କର ବୟସ ଯାଏ ବୟସ କେବେ କାହାର ରୁହେନି ମତେ ବି ଦିନେ ହିରୋଇନରୁ ଭାଉଜ କରିବାକୁ ପଡିବ ଭାଉଜ ପରେ ମା କରିବାକୁ ପଡିବ ଯଦି ଫିଲ୍ମର ଅଫର ଆସିଲା ତ ଭଲ ଭଲ ଜାଗାରୁ ତ ନିଶ୍ଚିତ ଟ୍ରାଏ କରିବି କି ଫିଲ୍ମରେ ନିଜର ବେଷ୍ଟ ଦେବାକୁ ସେଟା ଭଗବାନଙ୍କର ଇଚ୍ଛା। ଏତେ ଯୋଉ ସିରିଏଲ କଲାଣି ଆପଣଙ୍କ ଫେଭରାଇଟ୍ ଆକ୍ଟର କିଏ ଆଉ ଡାଇରେକ୍ଟର କିଏ ଥିଲେ? କୋଉ ଆର୍ଟିଷ୍ଟ ମାନେ ବେଷ୍ଟ ତ ସେମିତି କହିହବନି ମାନେ ଯୋଉ ବି ଦି ଜଣଙ୍କ ସହିତ ମୁଁ କରିଛି ଫାର୍ଷ୍ଟ ସିରିଏଲ ଆଉ ଏବେ ସିରିଏଲ ଦି ଜଣ ଯାକ ବହୁତ କୋଅପରେଟିଭ ବହୁତ ଭଲ ମୋର ଏକ୍ସପିରିଏନ୍ସ ସେମାନେ ଦି ଜଣଙ୍କ ସହିତ ଓବିୟସଲି ଡାଇରେକ୍ଟର ଯଦି ମୁଁ କହିବି ଯିଏ ମୋର ଫାର୍ଷ୍ଟ ଗୁରୁ ଥିଲେ ବନମାଳୀ ରଣା ସାର୍ ବନୁ ସାର୍ ସାର୍ ମତେ ବହୁତ କିଛି ଶିଖେଇଛନ୍ତି ମାନେ ହଠାତ୍ ଗୋଟେ ଆକ୍ଟିଂ ଶିଖିନଥିବା ଛୁଆକୁ ଆକ୍ଟିଂ ଶିଖେଇଛନ୍ତି ସାର୍ଙ୍କର ବହୁତ ଅବଦାନ ଅଛି ମୁଁ ସେଇଟା ତ କେବେ ଭୁଲି ପାରିବିନି ଆଉ ଏବେ ଯିଏ ମୋ ଡାଇରେକ୍ଟର ଅଛନ୍ତି ଆଲୋକ ସାର୍ ସେ ବି ବହୁତ ଭଲ ଯୋଉ କିଛି ବାକି ରହିଯାଇଛି ଶିଖିବାକୁ ସେ ମତେ ଶିଖଉଛନ୍ତି ଆଉ। ଆଚ୍ଛା ଆଚ୍ଛା ଆପଣଙ୍କର ସ୍ୱପ୍ନର ଚରିତ୍ର କଣ ଅଛି ଆଗକୁ କଣ କରିବାକୁ ଚାହୁଁଛନ୍ତି? ସ୍ୱପ୍ନର ଚରିତ୍ର ତ କରିଦେଲି ହିରୋଇନ ଇଚ୍ଛା ଥିଲା ହିରୋଇନ କରିଦେଲି ଆଉ ଯଦି ସ୍ୱପ୍ନର ଚରିତ୍ର କିଛି ଗୋଟେ ବାବୁସାନ ମହାନ୍ତି ସାରଙ୍କ ସହିତ କିଛି ବି ଗୋଟେ ଚରିତ୍ର ମିଳିଗଲେ ମୁଁ ଖୁସି ହେଇଯିବି। ମାନେ ବାବୁସାନ ଆପଣଙ୍କର ବହୁତ ପ୍ରିୟ ସମସ୍ତଙ୍କର ପ୍ରିୟ ବହୁତ ମାନେ ମୁଁ କହିପାରିବିନି ଫାର୍ଷ୍ଟ ମୋର ପ୍ରିୟ ହଉଛି ଶାହରୁଖ ଖାନ ମୋ ମାମାକୁ କହିଲି ବଲିଉଡରେ ହଁ ମୁଁ ଯଦି ମତେ ଯଦି ବାହା ହେବାକୁ ଯଦି ନ ବାହା ହେଲି ତାହେଲେ ମୁଁ ଶାହରୁଖ ଖାନଙ୍କୁ ଦେଖିକି ଜୀବନ ସାରା ରହିଯିବି ମାନେ ମୁଁ ଶାହରୁଖ ଖାନର ଏତେ ବଡ ଫ୍ୟାନ ମୋର ଆକ୍ଚୁଆଲି ସବୁଠୁ ବଡ ଡ୍ରିମ ହଉଛି ମୁଁ ଶାହରୁଖ ଖାନଙ୍କୁ କେବେ ନା କେବେ ଗୋଟେ ଲାଇଭ ଦେଖିବି ସେଥିଲାଗି ମୋର ଶାହରୁଖ ଖାନ ବାବୁସାନ ତ ଦି ଜଣ ମୋର ବହୁତ ଫେଭରାଇଟ। ନିହାତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବେ ଆପଣ ଏମିତି ଆଗକୁ ବଢି ଚାଲନ୍ତୁ ଏମିତି କାମ କରି ଚାଲନ୍ତୁ ଆଉ ତାଙ୍କ ସହିତ ଦେଖା ବି ତାଙ୍କ ସହିତ କାମ କରିବାର ସୁଯୋଗ ମିଳିଯାଉ। ହଁ ମୋର ବାବୁସାନ ସାରଙ୍କ ସହିତ ଗୋଟେ ଫ୍ୟାନ ମୋମେଣ୍ଟ କହିବି ମୁଁ ରାଜାରାଣୀ ସିରିଏଲ କରୁଥିଲି ସେତେବେଳକୁ ବାବୁସାନ ସାର୍ ଗୋଟେ ଆଡ ସୁଟ ପାଇଁ ଆସିଥାନ୍ତି ସେ ଯୋଉ ସେଠି ଠିଆ ହେଇଥାନ୍ତି ମୋର ସାହସ ପାଉନଥିଲା ତାଙ୍କ ସହିତ କଥା ହବାକୁ ସେ ଜାଣିଛନ୍ତି ମୁଁ ସେ ସିରିଏଲରେ କରୁଛି ଷ୍ଟିଲ ସେ ଆସିଲେ ମୁଁ ସେ ବି କିଛି କହୁନଥାଏ ମୋ ହାତ ଫାତ ଏମିତି ସବୁ ଥରୁଥାଏ ଯୋଉ ଫ୍ୟାନ ମୋମେଣ୍ଟ ଆପଣ ବୁଝିପାରୁଥିବେ ଆପଣଙ୍କର ଯୋଉ ଫେଭରେଟ ଆର୍ଟିଷ୍ଟ ଥିବ ତା ପାଖକୁ ଗଲେ ମାନେ ବହୁତ କରେ ସେଇଠୁ ସାର୍ ଆସିଲେ ମୁଁ ଗଲେ ସାରଙ୍କ ପାଖକୁ କିଛି କହିପାରୁନଥାଏ ମୁଁ କିଛି କହିପାରୁନଥାଏ ସେ ମତେ କହୁଛନ୍ତି ଆପଣ ମୁଁ କହିଲି ସାର୍ ମୁଁ ସିରିଏଲରେ କାମ କରୁଛି ମୁଁ ସେତେବେଳେ ବି କହିପାରୁନଥାଏ କିଛି ନାହିଁ ଟେନସନ ନବାର ନାହିଁ ମୁଁ କହିଲି ମୁଁ ଯେତେବେଳେ କହୁଥାଏ କି ମୁଁ ଆପଣଙ୍କର ବହୁତ ବଡ ଫ୍ୟାନ ଯେତେବେଳେ ମୋ ପାର୍ଟି ଫମ୍ବଲ ହେଇଯାଉଥାଏ ମାନେ ମୁଁ ଏକ୍ସଟ୍ରିମ ଖୁସି ମାନେ ମୁଁ ଲାଇଭ ଦେଖିକି ତାଙ୍କୁ ମୁଁ ପୁରା ମୋହିତ ହେଇଯାଇଥାଏ ବାବୁସାନ ସାର୍ ତାପରେ ଯେତେବେଳେ ହାତ ମିଳିଥିଲେ ସିଏ ମୁଁ ସେଇଦିନ ନା ଆସିକି ଆଉ ଖାଇଲା ବେଳେ ବି ହାତ ଧୋଇନି ମୁଁ ଖାଲି ଦେଖୁଥାଏ କି ବାବୁସାନ ସାର୍ ମୋର ହାତ ତାପରେ ଯେତେବେଳେ ଭାବିଲି ତାପରେ ଆମ ସିରିଏଲ ସବୁ ଜାଣିଥିଲେ ସେମାନେ ବି କହୁଛନ୍ତି ତୁ ଆଜି ବି ହାତ ଧୋଇବୁନି ନା ତୁ ସେ ସବୁ କାମ ସାରିକି ହାତ ଧୋଇଛୁ ତ ମୁଁ ହଁ ଭାଇ ମୁଁ ହାତ ଧୋଇଛି ତ ମୁଁ ତାଙ୍କର ବହୁତ ଡାୟାର୍ଡ ଫ୍ୟାନ। ବହୁତ ବଢିଆ ନିହାତି ଭାବେ ଆପଣ କାମ କରିବାର ସୁଯୋଗ ମିଳୁ ଆପଣଙ୍କୁ ଭଗବାନ ନିହାତି ଭାବେ ସାଥ ଦେବେ। ଆଚ୍ଛା ଆପଣଙ୍କର ଫ୍ରି ଟାଇମରେ କଣ କରନ୍ତି? ମୁଁ ନୁହଁ ଇଣ୍ଡଷ୍ଟ୍ରି ସାରା ସବୁ ଜାଣିଛନ୍ତି ଫ୍ରି ଟାଇମ କଣ ସୁଟିଂରେ ବି ଫ୍ରି ଟାଇମ କଣ ଯେତେବେଳେ ଦେଖିବି ମୋର ଗୋଟେ ଡାଇଲଗ ସରିଯାଇଥିବ କିଛି ନଥିବ ସେ ସମୟରେ ମୁଁ ଯୋଉଠି ପାରିବି ସେଇଠି ପାରିବି ପଡିଯାଇଥିବି ଶୋଇଥିବି ଏମିତି ଏକ୍ସପିରିଏନ୍ସ ମଶାଣିରେ ଅଛି ମଶାଣିରେ ଯେବେ ସୁଟିଂ ହୁଏ ଚେୟାର ଫେୟାର କିଛି ପଡିନଥାଏ ଗୋଟେ ଏମିତି ପାଲ ଟାଇପର ପଡିଥିବ ମୁଁ ସେଇଠି ବି ଶୋଇଥିବି ମାନେ ସୁଟିଂରେ କୋଉଠି କର୍ଣ୍ଣର ଥିବ ମତେ ଖୋଜାଉଥିବ ସେ ଜାଣିଛନ୍ତି ମୁଁ କୋଉଠି ଶୋଇଥିବି ସେଠି ଶୋଇଥିବି ସୁଟିଂରେ ପୁରା ଯୋଉଟା ଭାବିବେ ଛୁଟି ସମସ୍ତେ କାହାର କଣ କୁଆଡେ ବୁଲିବାକୁ ଖୁସିଥିବ ମୋର ମନେ ଥିବ ମୁଁ ଆଜି ଶୋଇବି ରାତି ଯିବି ଆଜି ଶୋଇବି 1 ଯାଏଁ ଶୋଇବି ଉଠିଲେ ଖାଇଦେଇକି ପୁଣି ଶୋଇ ପଡିବି କେତେ ମଜା ଆଉ ମୋର ବାସ୍ ଗୋଟେ ସକ୍ ଅଛି ମାନେ ଯୋଉ ଷ୍ଟାଇଲିଶ ଡ୍ରେସ ପିନ୍ଧି ମୁଁ ଟିକେ କ୍ୟାଫେ ବଗେରା ଯାଏ ବହୁତ ସେଇଟା ଟିକେ ଝିଅ ପିଲାଙ୍କର ତ ଆପଣଙ୍କର ଇଚ୍ଛା ଆଉ ସେଇଟା ଆଚ୍ଛା ଆପଣଙ୍କର ସବୁଠାରୁ ଇମୋସନାଲ ମୋମେଣ୍ଟ କଣ ଥିଲା ଲାଇଫରେ ଲାଇଫରେ ଆକ୍ଚୁଆଲି ବାପାଙ୍କ ଯିବାଟା
ମୁଁ ଜାଣିନି actually ମୁଁ ବହୁତ ଛୋଟ ହେଇଥିଲି ଆଜ୍ଞା 13-14 ମାସରେ ହେଇଥିଲି ବସ୍ ଗୋଟେ ଇମୋସନାଲ ମୋମେଣ୍ଟ ଥିଲା ମୁଁ ଆଈକୁ ଛାଡି କେବେ ରହିନଥିଲି ଛୋଟ ବେଳୁ ଆଜ୍ଞା ଯେତେବେଳେ ଫାର୍ଷ୍ଟ ଟାଇମ ମତେ ହଷ୍ଟେଲ ଯିବାକୁ ପଡିଲା ମାମା ପାଇଁ ଯେତିକି କଷ୍ଟ ହେଇନଥିଲା ଆଈ ପାଇଁ ସେତିକି କଷ୍ଟ ହେଇଥିଲା କି ଆଈକୁ ଛାଡି କେମିତି ଯିବି ମତେ କିଏ ଥାପୁଡେଇଲେ ତ ମତେ ନିଦ ହୁଏନି ଆଈ ସବୁବେଳେ ମତେ ରାତିରେ ଏମିତି ଥାପୁଡଉଥିବ ଯାଇକି ମୁଁ ଶୁଏ ତ ସେଇଟା ମୋ ପାଇଁ ବହୁତ ଇମୋସନାଲ ମୋମେଣ୍ଟ ଥିଲା ଆଉ ମୁଁ ଏବେ କିଛି ଡ୍ରିମରେ ଭାବିଦିଏ କି ମୋ ଆଈର କିଛି ହେଇଯିବ ମୋ ଦେହ ହାତ କଣ ହେଇଯାଏ ତ ମୁଁ ଆଶା କରିବି ଭଗବାନଙ୍କୁ ଏତିକି ଡାକିବି ମୋ ଆଈ ସବୁବେଳେ ଖୁସିରେ ରହୁ। ନିହାତି ଭାବେ ଆପଣଙ୍କର ତାଙ୍କ ସପୋର୍ଟ ଅଛି ଆପଣ ହେଲ୍ପ କରୁଛନ୍ତି ସେଇଟା ବଡ କଥା। ଆପଣ ଆମ ଓଡିଆ ଇଣ୍ଡଷ୍ଟ୍ରିରେ କୋଉ ହିରୋଇନକୁ ବେଶୀ ପସନ୍ଦ କରନ୍ତି ଯୋଉଟା କି ଫିଲ୍ମର? नो डाउट एलिना सामंतराय ତାଙ୍କୁ ବେଶୀ ଫଲୋ କରନ୍ତି ତାଙ୍କର ବି ଭଦ୍ରକ। ହଁ ମାନେ ଫଲୋ ତ କହିବିନି ମାନେ ଯେତେବେଳେ ସେ ଆରମ୍ଭ କଲେ ମତେ ସେବେଠୁ ସେ ବହୁତ ପସନ୍ଦ ତାଙ୍କ ଆକ୍ଟିଂ କ୍ୟାରିୟର ମତଲବ ତାଙ୍କ ଆକ୍ଟିଂ ତାଙ୍କ ଡାନ୍ସିଂ ତାଙ୍କ ଏକ୍ସପ୍ରେସନ ମତେ ବହୁତ ପସନ୍ଦ ମୁଁ ଆଗରୁ ବି ଗୋଟେ ଏଥିରେ ବାଇଟ ଦେଇଛି କି ଏଲିନା ମ୍ୟାମ ମୋର ବହୁତ ପସନ୍ଦ। ଆଚ୍ଛା ଆଉ ବଲିଉଡରେ? ବଲିଉଡରେ ହିରୋ ଶାହରୁଖ ଖାନ ପସନ୍ଦ ଆଉ ମତେ ଆପଣଙ୍କର ଇନ୍ସପିରେସନ କିଏ ମାନେ ହିରୋଇନ କାହାକୁ ଗୋଟେ ଦେଖିଥିବେ କି ମୁଁ ୟା ଭଳିଆ ହେଇପାରିବି? ଛୋଟବେଳେ ସମସ୍ତେ ଏଇଟା ଆକ୍ଚୁଆଲି ରଚନା ମ୍ୟାମ ସମସ୍ତେ ମୁଁ ବୁଝିପାରେନି କଣ ପାଇଁ ରଚନା ମ୍ୟାମକୁ ଦେଖିଲା ପରେ ସମସ୍ତଙ୍କ ଭିତରେ ସ୍ପାର୍କ ଆସିଛି କି ମତେ ବି କାମ କରିବାର ଅଛି ମୁଁ ବି ହିରୋଇନ ହେବି ରିଏଲି ସତରେ ରଚନା ମ୍ୟାମ ଏବେ ବି ସମସ୍ତଙ୍କ ହାର୍ଟରେ ଅଛନ୍ତି। ଆଚ୍ଛା ଆଚ୍ଛା ଆଉ ସମସ୍ତେ ତାଙ୍କୁ ଆଇଡଲ ଭାବିକି ଚାଲନ୍ତି ରିଏଲ କଥା ଏଇଟା। ଆଜ୍ଞା ଆଜ୍ଞା ଆଚ୍ଛା ଆପଣ ସାଉଥ ମୁଭି ଦେଖନ୍ତି? ହଁ ସାଉଥ ମୁଭି ଆଉ ଆମ ଓଡିଆ ଇଣ୍ଡଷ୍ଟ୍ରିର ବଲିଉଡ ମୁଭି ଭିତରେ ସେଇଟା ମୋ ଆର୍ଟିଷ୍ଟ ଲୋକ ସେଇଟା ଏତେ ମୁଁ ଫରକ କହିପାରିବିନି ଓବିୟସଲି ତାଙ୍କ ଟେକ୍ନୋଲୋଜି ଆମ ଟେକ୍ନୋଲୋଜି ଥୋଡ଼ି ଇଣ୍ଡିଆ ଆମେରିକା ସହିତ ସମାନ ହେଇପାରିବ କି ସେମିତି ସେ ତାଙ୍କ ଜାଗାରେ ତାଙ୍କ ଟେକ୍ନୋଲୋଜି ବେଷ୍ଟ ଅଛି ଆମ ଓଡ଼ିଶାରେ ଆମ ଜାଗାରେ ଆମ ଟେକ୍ନୋଲୋଜି ବେଷ୍ଟ ଅଛି। ଓକେ ଆପଣ ତ ଏତେ କାମ କଲେଣି ତ ଆମର ଆଉ କଣ ଡେଭଲପ ହବା ଦରକାର ଯାହାକି ଆମର ଯେମିତି ବାବୁସାନଙ୍କର ମୁଭି ଏବେ ପାନିନିଆରେ ରିଲିଜ ହେଇଥିଲା ତ ଏମିତି କଣ କଲେ ଆଗକୁ ବଢିବ? ମୁଁ ଯେତିକି ଏବେ ଦେଖୁଛି ମାନେ ମୁଁ ବି ମୁଭି ଦେଖିବାକୁ ଯାଉଛି ଆଗ ଅପେକ୍ଷା ମଝି ଟାଇମରେ ଟିକେ ଇଣ୍ଡଷ୍ଟ୍ରି ଓଡ଼ିଆ ଫିଲ୍ମକୁ ଲୋକମାନେ ଦେଖିବାକୁ ପସନ୍ଦ କରୁନଥିଲେ କିନ୍ତୁ ଏବେ ସମସ୍ତେ ଏତେ ଭଲ ଭଲ ମୁଭି କରୁଛନ୍ତି ବାବୁସାନ ସାର୍ ହୁଅନ୍ତୁ ଅନୁଭବ ସାର୍ ହୁଅନ୍ତୁ ଏବେ ଯେତିକି ସବୁ ନୂଆ ନୂଆ ମୁଭି ଆସିଛି ବହୁତ ଭଲ ଷ୍ଟୋରି ଅଛି ତ ମୁଁ କହିବି କି ଆପଣମାନେ ହିନ୍ଦୀ ଫିଲ୍ମ ସହିତ ଓଡ଼ିଆ ଫିଲ୍ମ ବି ଦେଖନ୍ତୁ ଆମ ଷ୍ଟୋରି ବି କିଛି କମ୍ ନୁହଁ। ରିସେଣ୍ଟ ମୁଁ ଏବେ ଦେଖିବାକୁ ଯାଇଥିଲି ଆମର ଅମ୍ଳାନ ସାର୍ ଆଉ ଅଙ୍କିତ ସାରଙ୍କର ଶିକାର ମୁଭି ବହୁତ ଭଲ ହେଇଥିଲା ତା ଛଡା ଆଉ ସିରିଏଲ ଭିତରେ ଆଉ କିଛି ଦେଖିପାରିନି ବଟ୍ ସେ ଟାଇମ୍ ଭିତରେ ଯାଇଥିଲି ମୁଁ ଭାବୁଛି କି ଆମ ଓଡ଼ିଆ ବହୁତ ଏକ୍ସଟ୍ରିମ୍ ଡେଭଲପ୍ କଲାଣି। ଆଜ୍ଞା ଆଚ୍ଛା ଆପଣଙ୍କର ସୁନ୍ଦରତାର ରାଜ କଣ ଡାଏଟ୍ ମେଣ୍ଟେନ୍ କଣ କରନ୍ତି ଆପଣ କଣ ଖାଆନ୍ତି? ସତ କଥା କହିବାକୁ ଗଲେ ମୋ ଚେହେରା ମାନେ ମୋ ଦେହରେ ମାଂସ ଲାଗୁନି କିଛି ଡାଏଟ୍ ଫାଇଟ୍ ମୁଁ କରେନି ଏକ୍ସଟ୍ରିମ୍ ଜଙ୍କ ଫୁଡ୍ ଖାଏ ପାଣି ପିଇବାକୁ ମନେ ପଡେନି ସୁଟିଂରେ ଯଦି ସୁଟିଂ କରୁଥିବି ନା ପାଣି ପିଏ ନା ଖାଏ ସତ କହିବାକୁ ଗଲେ ମୋ ଚେହେରା ଲାଗୁନି କିଛି ଡାଏଟ୍ ଫାଇଟ୍ ମୁଁ କରିନି। ଦେଖନ୍ତୁ ସିରିଏଲ ଆର୍ଟିଷ୍ଟ ସମସ୍ତେ ସ୍ଲିମ୍ ଫିଗର ଠିକ ଅଛନ୍ତି ମୋଟା ମୋଟା ତ କେହି ବି ହିରୋଇନ ନାହାନ୍ତି ତ ସମସ୍ତେ ଭାବନ୍ତି ଯେ ଆପଣ ମେ ବି ଜିମ୍ ଫିମ୍ ଯାଉଥିବେ ଡାଏଟ୍ ମେଣ୍ଟେନ୍ କରୁଥିବେ। ସତ କଥା ହେଲା ଫିଲ୍ମ ଯୋଉମାନେ କରୁଛନ୍ତି ତାଙ୍କୁ ଟାଇମ୍ ମିଳେ ସିରିଏଲ କରିବାକୁ ସବୁ ଜିମ୍ ହେଇଯାଏ ଆକ୍ଚୁଆଲି ହିରୋଇନ ମାନେ ଯୋଉ ଦିନ ରାତି ଖଟନ୍ତି ଇଆଡେ ଯା ସିଆଡେ ଯା ଦୌଡ଼ା ଦୌଡ଼ି ସିନ୍ ମାନେ ମତେ ଲାଗୁଛି ମୁଁ ରିଏଲ ଏତିକି କଷ୍ଟ ନ କରୁଛି ମୁଁ ସିରିଏଲରେ ବୋଧେ ମତେ ସେଇ ସବୁ କଷ୍ଟ ସିନ୍ କରିବାକୁ ପଡେ ଯେମିତି ପାଣିକୁ ଡେଇଁବାକୁ ପଡେ ପାହାଚ ଗଡ଼ିବାକୁ ପଡେ ଏମିତି ସିନ୍ ଥାଏ ଆଉ କିନ୍ତୁ ମୁଁ ଖୁସି ପାଏ ମାନେ ମତେ ଖୁସି ଲାଗେ କାମ କରିବାକୁ। ଆଜ୍ଞା ଆଚ୍ଛା ଆମର ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ଼ କଥା କାଷ୍ଟିଂ କାଉଚ କଥା ବି କୁହାଯାଏ ଆକ୍ଚୁଆଲି କମ୍ପ୍ରୋମାଇଜ କଣ ସତରେ ଆମ ଇଣ୍ଡଷ୍ଟ୍ରିରେ ହୁଏ ଆପଣ ତ ଝିଅ ହିସାବରେ କେବେ ଶୁଣିବାକୁ ମିଳିଛି? ମୁଁ ଗୋଟେ କଥା କହିବି ମୁଁ କିଛି କେବେ ଫେସ୍ କରିନି ଆଉ ମୋ ସର୍କଲରେ ଯୋଉମାନେ ଅଛନ୍ତି ମୁଁ ତାଙ୍କୁ କେବେ ଫେସ୍ କରିବାର ଦେଖିନି ତ କଣ ହେଇଥିବ କଣ ନାହିଁ ଯେହେତୁ ମୋର ଏକ୍ସପିରିଏନ୍ସ ନାହିଁ ମୁଁ ସେଟା କହିପାରିବିନି। ନିହାତି ଆଚ୍ଛା ଆପଣଙ୍କର ମୁଁ ରିଲ୍ସ ଦେଖୁଥିଲି ଆପଣ ରିଲ୍ସ ବି ବହୁତ କରୁଛନ୍ତି ଇନଷ୍ଟାଗ୍ରାମ ଆଚ୍ଛା ରିଲ୍ସରେ କିଛି ଜଣ ମୁଁ ମେବି କମେଣ୍ଟରେ ଚେକ୍ କରୁଥିଲି ପଚାରୁଛନ୍ତି ଆପଣଙ୍କର ବୟଫ୍ରେଣ୍ଡ କିଏ ଅଛନ୍ତି ନା ନାହିଁ? ଲୋକମାନେ ଓବିୟସଲି ପଚାରିବେ ବଟ୍ ମୋ ମାମା ବାପା ସମସ୍ତଙ୍କର ବାପାଙ୍କର ବି ଇଚ୍ଛା ବାପା ତ ନାହାନ୍ତି ମାମାଙ୍କ ଇଚ୍ଛା ବାପାଙ୍କ ଇଚ୍ଛା ସେଇଆ ଥିଲା ସମସ୍ତଙ୍କର ଇଚ୍ଛା କି ମୁଁ ମାନେ ଆମ ଘରେ ଲଭ୍ ଆରେଞ୍ଜ ସବୁ କିଛି ହେଲା ତ
तो ସେଥିଲାଗି ଏବେ ଯୋଉ ଟାଇମଟା ଅଛି ମୁଁ ଏତିକି ଭାବେ କି ମୋ ଚଏସ୍ କଲେ ଏତିକି ଭଲ ନ ହେଇପାରିବ, ମୋ ମାମା ଚଏସ୍ କଲେ ଏତିକି ଭଲ ହେଇପାରିବ। ବଟ୍ ସେମିତି ସେତିକି ଆସନ୍ତି ମାମାକୁ କହିଦେବି ଯେ ଏଇଟା ମାମାକୁ ପସନ୍ଦ ବାହାର କରିଦେବି। ତାମାନେ ଆପଣଙ୍କର ଲାଇଫରେ ଏଯାଏ ଆସିନାହାନ୍ତି? ନା ନିହାତି ଭାବେ ଆସିଯିବେ କିମ୍ବା ଲାଇଫରେ ଥିବେ। ଆଚ୍ଛା ଆପଣଙ୍କର ଷ୍ଟେଜ ଶୋ ମିଳୁଛି? ହଁ ପ୍ରୋଗ୍ରାମ ମିଳେ, ଲୋକମାନଙ୍କ ଯେହେତୁ ବହୁତ ସାରା ଭଲ ପାଇବା ଅଛି ସିରିଏଲକୁ ନେଇକି ପ୍ରୋଗ୍ରାମ ଆସେ ବହୁତ, କିନ୍ତୁ ସମୟ ପାଇଁ କରିହୁଏନି। ବଟ୍ ମୁଁ ସଟରଡେ ସଣ୍ଡେ ଯେବେ ମୋର ଫ୍ରି ମିଳେ ମୁଁ ବହୁତ ସାରା ଗାଁକୁ ଯାଏ ଆଉ ପ୍ରୋଗ୍ରାମ କରିକି ଆସେ। ଆଚ୍ଛା ଆଚ୍ଛା ଆଚ୍ଛା। ତ ଆପଣ ଯଦି ପ୍ରୋଗ୍ରାମ କରିବାକୁ କିଏ ଡାକିବାକୁ ଚାହିଁବେ ତ କେମିତି କ'ଣ କଣ୍ଟାକ୍ଟ କରିବେ? एक्चुअली ଆମମାନଙ୍କର ପ୍ରୋଗ୍ରାମ ପାଇଁ ମ୍ୟାନେଜମେଣ୍ଟରେ ମ୍ୟାନେଜର ଅଛନ୍ତି, ସେଇମାନଙ୍କ ଥ୍ରୁରେ ଆମମାନଙ୍କୁ ଡାକନ୍ତି। ଆଉ ଯୋଉମାନେ ଯେବେ ସାଙ୍ଗସାଥି ଥ୍ରୁରୁ ଡାକିବାକୁ କରନ୍ତି ନମ୍ବର ନେଇକି ମୋତେ ଡାଇରେକ୍ଟ କଲ୍ କରନ୍ତି ଆଉ ତାଙ୍କ ସହିତ କଥା ହେଇକି ଯାଏ ଆରାମସେ। ଆଚ୍ଛା ଆପଣଙ୍କର ଭଳିଆ ଝିଅମାନେ ବହୁତ ଜଣ ଅଛନ୍ତି ଗାଁ ମାନଙ୍କରେ, ତାଙ୍କର ବି ଟ୍ୟାଲେଣ୍ଟ ଅଛି। ଯଦି ଆଜିକା ଜେନେରେସନରେ ନୂଆ ଆର୍ଟିଷ୍ଟ ଆସିବାକୁ ଚାହିଁବେ ଝିଅ ପିଲା ତ କ'ଣ ଫେସ୍ କରିବାକୁ ପଡ଼ିବ ଏବଂ କେମିତି ସେମାନେ ଏଇ ଲାଇନରେ ତିଷ୍ଠିକି ରହିବେ? ଏଇଟା ବହୁତ ଇଜି ଜିନିଷ ଆପଣ ଯୋଉଟା ପଚାରିଲେ। ଏବେ ବହୁତ ସାରା ରିଆଲିଟି ଶୋ ଆସୁଛି। ଆମର ଯୋଉ 3ଟା ବି ଚ୍ୟାନେଲ ଅଛି ବଡ଼ ବଡ଼ ଚ୍ୟାନେଲ, ସେଥିରେ ଏଭ୍ରି ଚ୍ୟାନେଲ ପ୍ରତି ବର୍ଷରେ କିଛି ନା କିଛି ରିଆଲିଟି ଶୋ ଦଉଛି। ଆଗରୁ ତ କଷ୍ଟ ହଉଥିଲା କୁଆଡ଼େ ଯିବୁ ଅଡିସନ ଦେବୁ ଆମେ କେମିତି କ'ଣ ହବୁ। ରିଆଲିଟି ଆଜିକାଲି ଯେତେ ବି ଆର୍ଟିଷ୍ଟ ହଉଛନ୍ତି ଆମ ପରେ ପରେ ସବୁ ରିଆଲିଟି ଶୋରୁ ହିଁ ଯାଇଛନ୍ତି। ତ ମୁଁ ଆଶା କରିବି ଯୋଉମାନଙ୍କର ଏ ଲାଇନରେ ଇଚ୍ଛା ଅଛି ଆରାମସେ ସେମାନେ ରିଆଲିଟି ଶୋ ଦିଅନ୍ତୁ। ଆଉ ରିଆଲିଟି ଶୋ ବହୁତ ଭଲ ଥାଏ, ବହୁତ କିଛି ଆମକୁ ଶିଖିବାକୁ ମିଳେ। ପୁରା ଯୋଉ ଥାଏନି ମୂଳଟାକୁ ଷ୍ଟ୍ରଙ୍ଗ କରିକି ନିଏ ରିଆଲିଟି ଶୋ। ତ ଆରମ୍ଭରୁ ଅଳ୍ପ ଶିଖେଇ 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 ପୁରା ଷ୍ଟ୍ରଙ୍ଗ କରିଦିଏ। ଆଜ୍ଞା ନିହାତି ଭାବେ। ଆଚ୍ଛା ସମସ୍ତଙ୍କର ପ୍ରଶ୍ନ ଯେ ସିରିଏଲ କିମ୍ବା ଯେକୌଣସି ଆକ୍ଟିଂ ଯେକୌଣସି କାମ କଲେ ପଇସା ମ୍ୟାଟର କରେ। ତ ଅଡିଏନ୍ସ ମାନଙ୍କୁ କ'ଣ କହିବାକୁ ଚାହିଁବେ ଯେ ଆକ୍ଚୁଆଲି ସିରିଏଲରେ କେମିତି କ'ଣ ପଇସା ମିଳେ? ସେଟା ଆକ୍ଚୁଆଲି ଯେହେତୁ ଯୋଉମାନଙ୍କର ଅଧିକ ଏକ୍ସପିରିଏନ୍ସ ଥାଏ ଏକ୍ସପିରିଏନ୍ସ ହିସାବରେ ପଇସା ମିଳେ। ଥରେ ମୁଁ ଆରମ୍ଭ କଲି, ଆରମ୍ଭ ସବୁବେଳେ ନର୍ମାଲ ଥାଏ, ବଟ୍ ସେତେ କମ୍ ଦିଅନ୍ତି କି ଜଣେ ଚଳିପାରିବନି। ଯାହାକୁ ବି ଦିଅନ୍ତି କ୍ୟାରେକ୍ଟର ହିସାବରେ ଦିଅନ୍ତି, ଚଳିପାରିଲା ଭଳିଆ ପଇସା ଦିଅନ୍ତି। ତ ଆପଣମାନେ ଭାବିବେନି କି ଚଳିପାରିବନି ଇଏ କରିପାରିବନି, ସେମିତି କିଛି ନାହିଁ, କାମ ହିସାବରେ ପଇସା ମିଳେ। ଆଜ୍ଞା। ଆଚ୍ଛା ଆପଣଙ୍କର ଓଡ଼ିଆ ତ କରୁଛନ୍ତି, ବଲିଉଡ କେବେ ଅଫର ଆସିଛି? ମତେ ମ୍ୟୁଜିକ ଭିଡିଓ ଥରେ ଗୋଟେ ଆସିଥିଲା ମାନେ ବଲିଉଡ ପାଇଁ, ଆଉ ଆମର ଯୋଉ ରିସେଣ୍ଟ ଗୋଟେ ସିରିଏଲ ପାଇଁ ଆସିଥିଲା ହିନ୍ଦୀ ସିରିଏଲ ପାଇଁ କରିବାକୁ, ମାନେ ଯୋଉଟା କି ଆମ ଓଡିଶାରେ ହଉଛି ବଟ୍ ହିନ୍ଦୀ ଏଜ୍ ଏ ଆଣ୍ଟାଗୋନିଷ୍ଟ କରିବାକୁ, ମାନେ ନେଗେଟିଭ କରିବାକୁ। ହଁ ସେଇଥିରେ ପ୍ରାୟ ଯେହେତୁ ସବୁ ଆର୍ଟିଷ୍ଟକୁ ପଚାରିଥିବେ କରିବା ପାଇଁ, ତ ମତେ ବି ମୁଁ ବି ଆର୍ଟିଷ୍ଟଙ୍କ ଭିତରେ ଯାଉଛି ଯେହେତୁ ମତେ ବି ପଚାରିଥିଲେ। ବଟ୍ ମୋର ଟିକେ ଓଡ଼ିଆରେ ଯେହେତୁ ୱିକନେସ୍ ତ ମୁଁ ଭାବିଲି କି ମୋ ପାଇଁ ଓଡ଼ିଆଟା ବେଟର। ଆକ୍ଚୁଆଲି ସତ୍ୟସାଚିରେ ମୁଁ ବି 2-3ଟା ଏପିସୋଡ ପଢିଛି। ଆଚ୍ଛା। ତ ଓଡ଼ିଶାରେ ଯୋଉ ସୁଟିଂ ହେଉଛି ବହୁତ ଖୁସି ଲାଗୁଛି। ହଁ ସେଥିରେ ମୋର ସବୁଠୁ ଫେଭରାଇଟ୍ ଯେ ହିରୋଇନ୍ ଅଛନ୍ତି ଭାଗ୍ୟଶ୍ରୀ ଦିଦି ଅଛନ୍ତି। ଯେହେତୁ ସେ ମସ୍ତ ଫାଷ୍ଟ ସିରିଏଲ ବି ସେ ମସ୍ତ କରୁଥିଲେ, ଆମେ 2 ଜଣ ଗୋଟେ ସିରିଏଲ କରୁଥିଲୁ। ତାଙ୍କ ସହ ମୋର ବହୁତ ଭଲ ବଣ୍ଡିଂ। ତମେ ତ ଏପିସୋଡ କରିଛ ତାଙ୍କ ସହିତ ଜାଣିଥିବ ଆଉ। ଆଚ୍ଛା ସେତେବେଳେ ନିହାରିକା ଦାସ ଆଉ ଏବେକାର ନିହାରିକା ଦାସ ଭିତରେ ଫରକ କ'ଣ? କିଛି ଫରକ ନାହିଁ, ଯେମିତି ଥିଲି ସେମିତି ଅଛି, କିଛି ବି ବଦଳିନି। ବାସ୍ ନା କିଛିଟା ଚରିତ୍ର ବଦଳି ଯାଇଛି। ସିରିଏଲ ମାଧ୍ୟମରେ ଲୋକମାନେ ମୋତେ ଭିନ୍ନ ଭିନ୍ନ ଚରିତ୍ର ଦେଖିଛନ୍ତି, ବଟ୍ ଯେମିତି ଥିଲି ସେମିତି ଅଛି। ନିହାତି ଭାବେ। ଆଚ୍ଛା ଆପଣଙ୍କର ମୋ ସହିତ ପଡକାଷ୍ଟ କରିକି ଫାର୍ଷ୍ଟ ପଡକାଷ୍ଟ ଆପଣଙ୍କର କେମିତି ଲାଗିଲା? ମତେ ଆଗରୁ ପଡକାଷ୍ଟ ପାଇଁ ଆସିଛି, ବଟ୍ ସମୟର ଅଭାବ ପାଇଁ ମୁଁ ପଡକାଷ୍ଟ କିଛି କରିପାରିନି। ଲୋକମାନେ ମୋତେ କମେଣ୍ଟରେ ବି ତୁ ଏମିତି କୋଉ ବଡ ଆର୍ଟିଷ୍ଟ କି ସେମିତି କିଛି ନାହିଁ, ଯେହେତୁ ସିରିଏଲ ଲାଇନରେ ସମୟ ହୁଏନି। ଆଉ ଯେତେବେଳେ ନୂଆ ସମୟ ହୁଏ ସେ ମୋତେ କହିଥାଏ ତାଙ୍କର ଅଲଗା କୋଉଠି ପଡକାଷ୍ଟ ପଡିଯାଇଥାଏ, ସେଥିପାଇଁ ମୁଁ କରିପାରିନି। ଯେହେତୁ ଆଜି ତମର ଟାଇମ୍ ଆଉ ମୋର ଟାଇମିଂ ମିଶିଯାଇଛି, ତ ମୋର ଫାର୍ଷ୍ଟ ପଡକାଷ୍ଟ ମୋର ଟିକେ ଡର ଥିଲା କି କ'ଣ କ୍ୱେଶ୍ଚିନ୍ ପଚାରିବେ କ'ଣ ନାହିଁ, ବଟ୍ ମତେ ବହୁତ ଭଲ ଲାଗିଲା। ଯୋଉଗୁଡ଼ା ମୁଁ କିଛି ସେୟାର କରିପାରୁନଥିଲି କେବେ, ମାନେ ତମ ମାଧ୍ୟମରେ ମୁଁ ବହୁତ କିଛି ସେୟାର କରିପାରିଲି ଲୋକମାନଙ୍କୁ। ତ ଥ୍ୟାଙ୍କ ୟୁ ଜଣେଇବି। ମତେ ପଡକାଷ୍ଟ ଏଟା କମ୍ ଲାଗିଲା କି ଗୋଟେ ଫ୍ରେଣ୍ଡକୁ ମୁଁ କିଛି କଥା ସେୟାର କରୁଛି। ମୋର ବି ଗୋଟେ ସୌଭାଗ୍ୟ ଆପଣଙ୍କର ଫାର୍ଷ୍ଟ ପଡକାଷ୍ଟ ମୋ ସାଙ୍ଗରେ ଅଛି, ଖୁସି ଲାଗୁଛି। ଆମ ଓଡ଼ିଆ କ'ଣ କହିବାକୁ ଚାହିଁବେ ଆମ ପଡକାଷ୍ଟ ମାଧ୍ୟମରେ? ଅଡିଏନ୍ସ ମାନଙ୍କୁ ଏହା କହିବି କି
मते आपण आरंभर जेतिकी भल पाइबा देथिले एबे भी सेतिकी भल पाइबा रहू मो सीरियल जे भी फिनाइना चलची सेतिर मते ढेर सारा भल पाइबा देंतो कि ना मु के भल पाइबा लोभिडे तो मु चाहे कि लोक हमको भल पांतु ये दे महाप्रभु जगन्नाथ को मां सुमलेश्वरी को प्रार्थना करिबो से बहुत आगु जानतु आ जेहेतु स्ट्रगल भी बहुत करिसंती आ आपण मान बहुत सारा भल पाइबा देंतु तो चलो तो आज पॉडकास्ट एठी सरुची रहिलु पुणी देखाबो आउ कासे तो रहिलु नमस्कार जय जगन्नाथ जय जगन्नाथ तो हसर सुभ